ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ମୁଁ ଆପଣମାନଙ୍କୁ ଆମ ଟେଲିଗ୍ରାମ ଚ୍ୟାନେଲ ବିଷୟରେ କହିଦିଏ। ଏହି ଭିଡ଼ିଓର କମେଣ୍ଟ ସେକ୍ସନରେ ଆମ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ପିନ୍ କରାହେଇଛି। ଆମ ଟେଲିଗ୍ରାମ ଚ୍ୟାନେଲରେ ଆପଣ ସବୁ ପ୍ରକାର ଓଡ଼ିଆ, ହିନ୍ଦୀ, ସବୁ ପ୍ରକାର ଭାଇରାଲ ଭିଡ଼ିଓ ଆପଣମାନେ ଆମ ଟେଲିଗ୍ରାମ ଚ୍ୟାନେଲରେ ପାଇପାରିବେ, ଯାହାକି ମାତ୍ର 200 ଟଙ୍କା ଦେଇ। ଆପଣ ଲାଇଫ୍ ଟାଇମ୍ ମାତ୍ର 200 ଟଙ୍କା ଦେଇ ସବୁଦିନ ପାଇଁ ଆମ ଗ୍ରୁପରେ ରହିପାରିବେ। ଯଦି ଜଏନ୍ କରିବାକୁ ଚାହାନ୍ତି ତାହେଲେ ଏହି ଭିଡ଼ିଓର କମେଣ୍ଟ ସେକ୍ସନରେ ଆମ ଟେଲିଗ୍ରାମ ଚ୍ୟାନେଲର ଲିଙ୍କ୍ ପିନ୍ ଅଛି। ଜଲ୍ଦି ଯାଇ ସେଠି ପେଡ୍ ଗ୍ରୁପ୍ ବୋଲି ଲେଖି ମେସେଜ କରନ୍ତୁ। ଚାଲନ୍ତୁ ଆଜିର କାହାଣୀଟିକୁ ଆରମ୍ଭ କରିବା। ଭଉଣୀ ପାଇଁ ସମ୍ପର୍କର ବଳିଦାନ ଦେଇ ମା, ପୁଅ, ବାପା, ଝିଅ ଆମେ ମିଶି କେମିତି ଗିହାଗିହି କଲୁ। ନମସ୍କାର ସାଙ୍ଗମାନେ, ମୋ ନାଁ ସୋନୁ। ଆଜି ମୁଁ କହିବାକୁ ଯାଉଛି ଭଉଣୀ ପାଇଁ ସମ୍ପର୍କର ବଳିଦାନ ଦେଇ ମା, ପୁଅ, ବାପା, ଝିଅ ମିଶି କେମିତି ଆମେ ଗିହାଗିହି କଲୁ। ଚାଲନ୍ତୁ କାହାଣୀକୁ ଆମ ପରିବାର ଉପରେ ବହି ଯାଇଥିବା ସେଇ ଝଡ଼ରୁ ଆରମ୍ଭ କରିବା। ଆଶା କରିବି କାହାଣୀଟି ଆପଣମାନଙ୍କୁ ଉତ୍ତେଜିତ କରିବା ସହ କାହାଣୀକୁ ଆଗକୁ କ'ଣ କ'ଣ ହେଉଛି ଜାଣିବା ପାଇଁ ଅସ୍ଥିର ଅଥୟ କରିଦେବ। ରାତି ପ୍ରାୟ 10ଟା ହେବ। ଖିଆପିଆ ସରି ବାପା ବୋଉ ବସି ଟିଭି ଦେଖୁଥିଲେ। ମୁଁ ବସି ମୋର ମ୍ୟାଥ୍ ନୋଟ୍ ଲେଖୁଥାଏ। ବାପାଙ୍କ ଫୋନ୍କୁ ଗୋଟେ କଲ୍ ଆସିଲା। ଆଉ ସେପଟୁ କେହି ଜଣେ ଅସ୍ଥିର ହୋଇକି କହୁଥାଏ, ଆଜ୍ଞା ଆପଣ ଜଲ୍ଦି ଆସନ୍ତୁ, ନହେଲେ ଆପଣଙ୍କ ଝିଅକୁ ସେମାନେ ମାରିଦେବେ। ଆପଣ ଜଲ୍ଦି ଆସନ୍ତୁ। ତାପରେ ବୁଝିବାକୁ ଆଉ କିଛି ବାକି ନଥିଲା। ଫୋନ୍ଟି ଦିଦିର ଶାଶୁଘର ଗାଁରୁ ଆସିଥିଲା। ତାପରେ ଆମେ ଆଉ ଡେରି ନକରି ଦିଦିର ଶାଶୁ ଘରେ ଯାଇ ପହଞ୍ଚିଲୁ। ଆଉ ସାଙ୍ଗରେ ପୋଲିସ ନେଇକି ଯାଇଥିଲୁ। ପୋଲିସ ଆସିବାର ଜାଣି ସେମାନେ ଖସିକି ଚାଲି ଯାଇଥିଲେ। ଆଉ ଘରକୁ ଲକ୍ କରିଦେଇଥିଲେ। ପୋଲିସ କବାଟ ଭାଙ୍ଗି ଭିତରେ ପଶିଲା ଆଉ ଦିଦିକୁ ଉଦ୍ଧାର କଲା। ଦିଦିର ସେତେବେଳେ ହୋସ୍ ନାହିଁ। ତାକୁ ସଙ୍ଗେ ସଙ୍ଗେ ମେଡ଼ିକାଲ ନେଇଗଲୁ। କିଛି ସମୟ ଡାକ୍ତର ଚେକ୍ କଲା ପରେ ଡାକ୍ତର ଆସି ବାପାଙ୍କୁ କହିଲେ, ତାର ହାତ ଗୋଡ଼ର ହାଡ଼ ସବୁ ଚୂନା ହୋଇଯାଇଛି, କାଟିବାକୁ ପଡ଼ିବ। ଏହା ଛଡ଼ା ଆଉ କିଛି ଉପାୟ ନାହିଁ। ଏହି କଥା ଶୁଣି ଆମ ପାଦ ତଳୁ ମାଟି ଖସିଗଲା। ଆମେ 3 ଜଣ କାନ୍ଦିବାକୁ ଲାଗିଲୁ। 2 ଦିନ ପରେ ଦିଦିର ହୋସ୍ ଆସିଲା। ଆଉ ତାର ହାତ ଗୋଡ଼ କାଟି ଦିଆଯାଇଛି ଜାଣିବା ପରେ ସେ ଭୋ ଭୋ ହୋଇକି କାନ୍ଦି ପକାଇଲା। ଡାକ୍ତର ତାକୁ କନ୍ଦାକନ୍ଦି ନକରି ବିଶ୍ରାମ ନେବାକୁ କହିଲେ। ନର୍ସକୁ କହିଲେ ସେ ତାକୁ ମଝିରେ ମଝିରେ ନିଶା ଇଞ୍ଜେକ୍ସନ ଦେବା ପାଇଁ, ନହେଲେ ସିଏ ଦରଦ ସମ୍ଭାଳି ପାରିବନି। କିଛି ସମୟ ପରେ ଦିଦିର ହୋସ୍ ଆସିଲା ପରେ ପୋଲିସ ଆସି ପଚରା ଉଚରା କଲା। ଆଉ ଦିଦିର ମୁହଁରୁ ଯାହା ଆମେ ଶୁଣିଲୁ, ଆମେ କେବେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲୁ ଯେ ଏଇଭଳି ସବୁ ଘଟିବ ବୋଲି। ଦିଦି କହିଲା ତା ସ୍ୱାମୀ ତାକୁ ମଦ ପିଇ ମାରପିଟ କରେ, ଆଉ ତା ସାଙ୍ଗମାନଙ୍କ ସହିତ ରାତି କାଟିବାକୁ କୁହେ। ଦିଦି ତା କଥା ନ ମାନିବାରୁ ସେ ବହୁତ ନୃଶଂସ ଭାବେ ପିଟେ। ଦିଦିର ଶାଶୁଘର ଲୋକ ଏଇଥିରେ ସାମିଲ ଅଛନ୍ତି। ତା ସ୍ୱାମୀ ଦିଦିକୁ ମଦ ପିଏଇ ତା ସାଙ୍ଗମାନଙ୍କ ସହ ଗିହାଗିହି ହେବାକୁ ଗୋଟେ ରୁମ୍ରେ ବନ୍ଦ କରିଦିଏ। ଆଉ ସେମାନେ ଦିଦିକୁ ରାତି ସାରା ନୃଶଂସ ଭାବରେ ଗିହାଗିହି କରନ୍ତି। ଆଉ ଦିଦି ନିଶାରେ ଥିବାରୁ ସେ କିଛି ବି ଜାଣିପାରେନି। ଦିଦିର ଭିଡ଼ିଓ କରି ତା ସ୍ୱାମୀ ରଖିଥାଏ। ଦିଦିକୁ ଧମକ ଦିଏ, ଯଦି କାହାକୁ ଏହି କଥା କହିବୁ ତାହେଲେ ଏଇ ଭିଡ଼ିଓ ତୋ ବାପା ମା ସମସ୍ତଙ୍କୁ ଦେଖେଇବି। ତା ସ୍ୱାମୀଙ୍କର ଜଣେ ସାଙ୍ଗ ଥିଲା, ଆଉ ସେ ଟିକେ ପଇସାବାଲା। ଦିଦିକୁ ଦେଖିବା ପରେ ସେ ଦିଦି ସହ ରାତି ବିତେଇବା ପାଇଁ ତା ସ୍ୱାମୀକୁ କହିଲା। ଆଉ ବଦଳରେ ବହୁତ ଗୁଡ଼ାଏ ଟଙ୍କା ଦେବ ବୋଲି କହି କିଛି ଆଡ଼ଭାନ୍ସ ମଧ୍ୟ ଦେଇଥିଲା। ଏଇ କଥା ଜାଣିବା ପରେ ଦିଦି ଘରୁ ଲୁଚି ପଳେଇ ଆସିଲା। ଆଉ ତାକୁ ବାଟରୁ ଧରି ନେଇ ଘରେ ବନ୍ଦ କରିକି ସେମାନେ ବାଡ଼େଇଲେ। ଆଉ ତା ହାତ ଗୋଡ଼କୁ ବଡ଼ ହାତୁଡ଼ିରେ ପିଟି ପିଟି ପୁରା ଚୂନା କରିଦେଲେ। ଏଇସବୁ କଥା ଶୁଣି ଦୁଃଖରେ ଆମ ଛାତି ଫାଟି ପଡ଼ୁଥାଏ। ହେଲେ ଦିଦିର ବାହାଘରକୁ ମାତ୍ର 2 ବର୍ଷ ହୋଇଥିଲା। ଆଉ ଆମେ ଜାଣିବାରେ ସବୁକିଛି ଠିକ୍ ଥିଲା। ଦିଦି କହିଲା, ନା ସେମାନେ ତମ ଆଗରେ ଭଦ୍ରଲୋକ ଭଳି ନାଟକ କରୁଥିଲେ। ଆଉ ମୁଁ ମଧ୍ୟ ସବୁ ଦୁଃଖ ଛାତିରେ ଚାପି ଦେଇ ହସିବାର ମିଛ ଅଭିନୟ କରୁଥିଲି। ତାପରେ ପୋଲିସ ମାମଲା ରୁଜୁ କରି ସେମାନଙ୍କୁ ଖୋଜାଖୋଜି କରିବାରେ ଲାଗିଲା। ଏମିତି କିଛି ମାସ ବିତିଗଲା। ଦିଦି ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଆସିଲା। ଦିଦିର ବାହାଘରରେ ଯାହା ଲୋନ୍ କରି ବାକି ହୋଇଥିଲା, ଏବେ ଦିଦିର ମେଡ଼ିକାଲ ଖର୍ଚ୍ଚରେ ଆହୁରି ଅନେକ କିଛି ବାକି ହୋଇଗଲା। ଯାହା ସୁଝି ନପାରି ବାପା ବାଧ୍ୟ ହୋଇ ଘରକୁ ବିକ୍ରି କରିଦେଲେ। ଗାଁରେ ବାପାଙ୍କର ଜଣେ ସାଙ୍ଗ ଥିଲେ, ଯିଏକି ବାପାଙ୍କ ସହ କାମ କରନ୍ତି। ସେ କହିଲେ, ତମେ ତ ଘର ବାଡ଼ି ସବୁ ବିକ୍ରି କରିଦେଲ, ଏବେ ରହିବ କୋଉଠି? ବାପା କହିଲେ, ଆମେ କୋଉଠି ଗୋଟେ ଘର ଭଡ଼ା ନେଇକି ରହିବୁ।
ତାଙ୍କ ସାଙ୍ଗକୁ ଏକଥା ଶୁଣି ବହୁତ ଦୁଃଖ ଲାଗିଲା। ଆଉ ସେ କହିଲେ, ଆମର ଗୋଟେ ପୁରୁଣା ଘର ଅଛି ଗାଁ ବାହାରେ, ମେନ୍ ରୋଡ଼ କାନ୍ଥରେ। ଗୋଟିଏ ରୁମ୍, ଆଉ ତା ଭିତରେ ଗୋଟିଏ ରୋଷେଇ ଘର, ଆଉ ଗୋଟିଏ ଗାଧୁଆ ଘର ଅଛି। ତମେ ଚାରି ପ୍ରାଣୀକୁ ଚଳିବାରେ କିଛି ଅସୁବିଧା ହେବନି। ବାପା କହିଲେ, ଭଡ଼ା କେତେ କ'ଣ କହିଦେଲେ ମୁଁ ଠିକ୍ ସମୟରେ ଘର ଭଡ଼ା ଦେଇଦେବି। ତାଙ୍କ ସାଙ୍ଗ କହିଲେ, ଆରେ ଭଡ଼ା ଦେବା ଦରକାର ନାହିଁ। ଏଇ ଦୁଃଖ ବେଳେ ମୁଁ ତ ମୁଣ୍ଡ ଉପରକୁ ଛାତ ଖଣ୍ଡେ ଦେଇପାରିଲେ ମୋ ପାଇଁ ବହୁତ ବଡ଼ କଥା। ତାପରେ ଆମେ ଯାଇ ସେଇ ଘରେ ରହିଲୁ। ମୁଁ ବାପାଙ୍କୁ କହିଲି, ବାପା ମୁଁ ଭାବୁଛି ମୁଁ ମଧ୍ୟ କୋଉଠି କିଛି କାମଦାମ କରିବି, ଘର ଚଳିବାରେ ଅସୁବିଧା ହେବନି। ବାପା କହିଲେ, ନା, ତୋର ତ ଏବେ +3 ବିଜ୍ଞାନର ଶେଷ ବର୍ଷ। ଏଇ ବର୍ଷକ ପାଠ ପଢ଼ିଦେଲେ ତୋର ଭଲ ଚାକିରି ହୋଇଯିବ। ତୁ ତ ଭବିଷ୍ୟତ ନଷ୍ଟ କରନି। ଘର ଦାୟିତ୍ୱ ମୁଁ ଏକୁଟିଆ ସମ୍ଭାଳିଦେବି। ଚଳିବା ପାଇଁ ବାପା ସବୁ ବ୍ୟବସ୍ଥା କରି କାମ କରିବାକୁ ତାଙ୍କ ସାଙ୍ଗ ସହ ବାହାରକୁ ଚାଲିଗଲେ। ଘରେ ଏବେ ବୋଉ, ମୁଁ ଆଉ ଦିଦି। ଦିଦି ସବୁବେଳେ ଜଣଙ୍କ ଉପରେ ନିର୍ଭର ଥାଏ। ତାହାର ଗୋଡ଼ ଗାଣ୍ଡି ପାଖରୁ ଆଉ ହାତ କାନ୍ଧରୁ କଟା ହୋଇଛି। ସେ ଏବେ ଗୋଟେ ହାତ ଗୋଡ଼ ନଥିବା କଣ୍ଢେଇ ଭଳି ଦେଖାଯାଉଥାଏ। ହେଲେ ବୋଉ ଆଉ ଦିଦି ବହୁତ ସୁନ୍ଦରୀ, ଦେଖିବାକୁ ଦୁଇ ଭଉଣୀ ଭଳି। ଘରେ ଦିଦି ଚଡ଼ି ବଗେରା ସେମିଜ ପିନ୍ଧେ, ଆଉ ତଳେ ସେ ତାର ଚଡ଼ିକୁ ପିନ୍ଧେ। ପ୍ରଥମେ ପ୍ରଥମେ ତାକୁ ଟିକେ ଲାଜ ଲାଗିଲା, ହେଲେ ଧୀରେ ଧୀରେ ସବୁକିଛି ଅଭ୍ୟାସ ହୋଇଗଲା। ଝାଡ଼ା ଲାଗିଲେ ବୋଉ ସେଇ ଚୌକି ନେଇ ଟଏଲେଟ୍ ଉପରେ ରଖିଦିଏ, ଆଉ ଦିଦିକୁ ଟେକି ଚୌକି ଉପରେ ଠିଆ କଲା ଭଳି ଦୁଇ ହାତରେ ଧରେ। ଦିଦି ଝାଡ଼ା ବସିବା ପରେ ବୋଉ ତାକୁ ଗୋଟେ ଷ୍ଟୁଲ ଉପରେ ପେଟେଇ କରି ରଖି ତା ଗାଣ୍ଡିକୁ ଧୋଇ ସଫା କରେ। ଆଉ ତାକୁ ପରିସ୍ରା ଲାଗିଲେ ବୋଉ ଟେକି ଟେକି ଗାଧୁଆ ଘରକୁ ନେଇଯାଏ, ଆଉ ତାର ଚଡ଼ିକୁ ଖୋଲି ପାଇଖାନା ଉପରେ ଦେଖାଇ ଦିଦି ପରିସ୍ରା କରିସାରିଲେ ତାକୁ ଚଡ଼ି ପିନ୍ଧେଇକି ଘରକୁ ନେଇ ଆସେ। ତେଣୁ ଦିଦି ସବୁବେଳେ ବୋଉ ଉପରେ ନିର୍ଭର ଥାଏ। ସେଥିପାଇଁ ବୋଉ ଦିଦିକୁ ଛାଡ଼ି କୁଆଡ଼େ ବି ଯାଇପାରୁନଥାଏ। ମୁଁ ଦିନବେଳେ କଲେଜ ଯାଏ, ଆଉ ବାକି ସମୟରେ ଘରେ ରୁହେ। ପ୍ରାୟ ସମୟ ଦିଦି ଘର ଭିତରେ ଶୋଇ ରହେ, ନହେଲେ କାନ୍ଥକୁ ଆଉଜି ବସିଥାଏ। ତାର ତ ହାତ ଗୋଡ଼ ନାହିଁ, ସେ ବା ଆଉ କ'ଣ କରିଥାନ୍ତା। ଦିଦି ପିନ୍ଧିଥିବା ଚଡ଼ିର ଦୁଇ ପାର୍ଶ୍ୱରୁ ତା ବିଆ ବାଳ ଟିକେ ଟିକେ ଦେଖାଯାଏ। ମୁଁ ବେଳେବେଳେ ଚାହିଁଦିଏ, ହେଲେ ଦିଦି ମୋତେ କିଛି କୁହେନି। ଦିନେ ମୁଁ ଦିଦି ପାଖରେ ବସିଥାଏ। ମୋ ନଜର ଦିଦିର ଚଡ଼ିରୁ ବାହାରିଥିବା ବାଳ ଉପରେ ପଡ଼ିଲା। ଦିଦି କହିଲା, କ'ଣ ଦେଖୁଛୁ? ମୋତେ ଟିକେ ଲାଜ ଲାଗିଲା। ମୁଁ ତା କଥା ଶୁଣି ଆଉ କିଛି କହିଲିନି। ଦିଦି କହିଲା, ମୋର ଏଇ ଦୁର୍ଦ୍ଦଶା ପାଇଁ ମୁଁ ତମମାନଙ୍କ ଉପରେ ଗୋଟେ ବୋଝ ହୋଇ ରହିଛି। ବିଷ ଟିକେ ଖାଇବାକୁ ମଧ୍ୟ ମୋର ହାତ ନାହିଁ। ଏଇ କଥା ଶୁଣି ମୁଁ କାନ୍ଦି ପକେଇଲି, ଆଉ ଦିଦିକୁ କୁଣ୍ଡେଇ ଧରି କହିଲି, ନା ନା, ତୁ ସେମିତି କାହିଁକି ଭାବୁଛୁ? ଆମେ ପରା ତୋ ପାଖରେ ଅଛୁ। ମଦ ନିଶାରେ ଗିହାଗିହି ହେବାର ନିଶାଟା ଦିଦିର ଗୋଟେ ମାନସିକ ରୋଗରେ ପରିଣତ ହୋଇଯାଇଥିଲା। ମଦ ଅଭ୍ୟାସରୁ ସିନା ବଞ୍ଚିଗଲା, ହେଲେ ଗିହା ଖାଇବାର ନିଶା ଏବେ ବି ତାକୁ ପାଗଳ କରିଦେଉଥିଲା। ନା ସେ କିଛି କରିପାରୁଥିଲା, ନା କାହାକୁ କିଛି କହିପାରୁଥିଲା। ବାସ୍ ଘର ଭିତରେ ପଡ଼ି ରହୁଥିଲା। ଏମିତି କିଛି ଦିନ ପରେ ଦିଦିକୁ ଜ୍ୱର ହେଲା। ବଟିକା ଆଣି ଦେବାରୁ କମିଲା ନାହିଁ। ତାକୁ ଜଣେ ମହିଳା ଡକ୍ଟରଙ୍କୁ ଘରକୁ ଡାକି ଦେଖେଇଲୁ। ଡାକ୍ତର ଦିଦିର ଚେକଅପ୍ କରିବା ପରେ ବୋଉକୁ ଡାକି କହିଲେ, ଦେଖ, ଏଇଟା ତାର ଦେହ ଗରମ ପାଇଁ ହେଉଛି, ମାନେ ତାକୁ ସ୍ୱାମୀର ସୁଖ ଦରକାର। ସେ ସେଇ ଚିନ୍ତାରେ ବୁଡ଼ି ରହିଥିବାରୁ ତାକୁ ଜ୍ୱର ହେଉଛି। ଆପଣ ସେଥିପାଇଁ କିଛି ବିଚାର କରି ବ୍ୟବସ୍ଥା କରନ୍ତୁ। ମୁଁ ଏବେ ଔଷଧ ଦେଇ ଦେଉଛି, ତା ଜ୍ୱର ଟିକେ କମିଯିବ। ତାପରେ ସେ ଔଷଧ ଦେଇ ଚାଲିଗଲେ। ହେଲେ ଏବେ ବୋଉର ଚିନ୍ତା ଆହୁରି ବଢ଼ିଗଲା। ସେ ଏବେ କରିବ କ'ଣ, ସେଇ କଥା ସବୁ ବାପାଙ୍କୁ କହିଲା। ତାପରେ ବୋଉ କ'ଣ କଲା ମୋତେ ଜଣା ନାହିଁ। ରାତିରେ ଆମେ ସବୁ ଏକାଠି ଶୋଉ। ବୋଉ ଦିଦିକୁ ତା କୋଳରେ ଛୋଟ ପିଲା ଭଳି ଧରିକି ଶୁଆଇ ଦିଏ। ଦିନେ ଅଧା ରାତିରେ ମୋର ନିଦ ଭାଙ୍ଗିଲା। ଲାଇଟ୍ ଲାଗିଥାଏ। ବୋଉ ଆଉ ଦିଦି ଫୁସୁରୁ ଫୁସୁରୁ କଥା ହେଉଥିଲେ। ବୋଉ କହିଲା, ଆଲୋ, ତୁ ସବୁଦିନ ଏମିତି କଲେ କେମିତି ହେବ? ଦିଦି କହିଲା, ସବୁଦିନ ନ କଲେ ମୋତେ ଭଲ ଲାଗୁନି। ଦେଖୁନୁ, ଭାବି ଭାବି କେମିତି ଚଡ଼ିଟା ଓଦା ହୋଇଗଲାଣି। ବୋଉ କହିଲା, ହଉ, 2 ଦିନ ରହିଯା, ତାପରେ କରିଦେବି। ଏଇ କଥା ଶୁଣି ମୋର ମୁଣ୍ଡ କାମ କଲାନି। ମୁଁ ମନେ ମନେ ଭାବିଲି, ବୋଉ ଆଉ ଦିଦି ରାତିରେ କ'ଣ କରୁଛନ୍ତି ମୁଁ ବି ଜାଣିବାକୁ ଚାହୁଁଛି। 2 ଦିନ ପରେ ଆମେ ସନ୍ଧ୍ୟା ସମୟରେ ଖିଆପିଆ ସାରିକି ବସିଥାଉ। ବୋଉ ବାସନ ଧୁଆଧୋଇ କରୁଥାଏ। ମୁଁ ଦିଦିର ଚଡ଼ିକୁ ଲକ୍ଷ୍ୟ କଲି। ଦିଦିର ଚଡ଼ି ଟିକେ ଟିକେ ଓଦା ହୋଇଛି। ଦିଦି ଜାଣିଲା ଯେ ମୁଁ ତା ଚଡ଼ିକୁ ଦେଖୁଛି, ହେଲେ ସେ କିଛି କହିଲାନି। ତାପରେ ଆମେ ଶୋଇବାକୁ ଗଲୁ। କାନ୍ଥରେ ଦିଦି, ମଝିରେ ବୋଉ, ଆଉ ଏପଟେ ମୁଁ ଜାଣିଶୁଣି ଶୋଇଲା ଭଳି ନାଟକ କଲି।
ପ୍ରାୟ ଘଣ୍ଟେ ପରେ ବୋଉ ଆଉ ଦିଦି ଭାବିଲେ ମୁଁ ସତରେ ଶୋଇପଡ଼ିଛି। ତାପରେ ଦିଦି କହିଲା, ବୋଉ କରିବୁନି କି? ବୋଉ କହିଲା, ଆଲୋ ରହ, ଏତେ ବିକଳ କାହିଁକି ହେଉଛୁ, ମୁଁ ଦେଖେ ସେ ଶୋଇଲା କି ନାହିଁ। ତାପରେ ବୋଉ ମୋତେ ଚେକ୍ କଲା ଆଉ ଦିଦିକୁ ତା କୋଳରେ କୁଣ୍ଡେଇ ଧରି ଶୋଇଲା। ଦିଦି ବୋଉକୁ ପଛ କରି ତା କୋଳରେ ଶୋଇଥାଏ। ମୁଁ ଟିକେ ମୁଣ୍ଡକୁ ଟେକି ଦେଖିବାକୁ ଚେଷ୍ଟା କଲି। ତାପରେ ବୋଉ ଦିଦିର ସେମିଜିକୁ ଟିକେ ଟିକେ ଟେକିଲା ଆଉ ତାର ଚଡ଼ି ଭିତରେ ହାତ ପୂରେଇ ତା ବିଆକୁ ଆଙ୍ଗୁଳିରେ ସଲସଲ କରିବାକୁ ଲାଗିଲା। ଏବେ ଦିଦି ଗରମ ହୋଇ ଧୀରେ ଧୀରେ ଚିତ୍କାର କରିବାକୁ ଲାଗିଲା। ବୋଉ କହିଲା, ଟିକେ ଧୀରେ ଧୀରେ ପାଟି କର, ନହେଲେ ପୁଅ ଉଠି ପଡ଼ିବ। ତାପରେ ବୋଉ ଦିଦିର ଚଡ଼ିକୁ ଖୋଲି ପୁରା ବାହାର କରିଦେଲା ଆଉ ତା ବିଆର ସେଣ୍ଟିକୁ ଘଷି ଘଷି ତା ବିଆ ଭିତରେ ଆଙ୍ଗୁଳି ପୁରେଇବାକୁ ଲାଗିଲା। ଦିଦି ବିଆ ଭିତରେ ଆଙ୍ଗୁଳି ପଶିବାରୁ ଦିଦି ଟିକେ ବଡ଼ ପାଟିରେ ଚିତ୍କାର କରୁଥିଲା। ଏପଟେ ଏସବୁ ଦୃଶ୍ୟ ଦେଖି ମୋର ବାଣ୍ଡ ଉପରେ ଛିଡ଼ା ହୋଇଗଲା। ମୁଁ ମୋର ବାଣ୍ଡକୁ ହାତରେ ଚିପି ଧରିଥାଏ। ବୋଉ ତା ଦୁଇଟା ଆଙ୍ଗୁଳି ଦିଦିର ବିଆରେ ପୂରେଇ ଜୋର ଜୋର ଭିତର ବାହାର କରି ଗେହିବାକୁ ଲାଗିଲା। ଦିଦିର ବିଆ ଲାଳୁଆ ଥିବାରୁ ବିଆଟା ଖାଲି ପଚ୍ ପଚ୍ ଶବ୍ଦ ହେଉଥିଲା। ପ୍ରାୟ 10ରୁ 15 ମିନିଟ୍ କରିବା ପରେ ଦିଦିର ବିଆରୁ ଧଳା ଧଳା ରସ ବୋହିଗଲା ଆଉ ସବୁ ରସ ବୋଉର ହାତରେ ଲାଗିଲା। ବୋଉ ଦେଖି କହିଲା, ଛି, କେତେ ବିର୍ଷ ବାହାରିଲା ତ ବିଆରୁ। ତାପରେ ବୋଉ ଗୋଟେ ଲୁଗାରେ ପୋଛାପୋଛି କରି ଦିଦିକୁ ଚଡ଼ି ପିନ୍ଧେଇ ସେମାନେ ତାଙ୍କର ଶୋଇପଡ଼ିଲେ। ମୁଁ କିନ୍ତୁ ନିଜକୁ ବିଶ୍ୱାସ କରିପାରୁନଥାଏ। ବୋଉ ଦିଦି ବିଆର ଗୋଲ ମାରୁଛି। ମନେ ମନେ ଭାବିଲି, ହଁ ଆଉ କ'ଣ ବା କରିଥାନ୍ତା, ହାତ ଗୋଡ଼ ନାହିଁ ବୋଲି କ'ଣ ସେ ମଣିଷ ନୁହଁ ନା ତାର ଇଚ୍ଛା ନାହିଁ। ଏମିତି ଭାବୁ ଭାବୁ ମୋତେ ନିଦ ହୋଇଗଲା। ଏଇଭଳି ବୋଉ ଆଉ ଦିଦିଙ୍କର ମୁଠିମରା ଦେଖି ଦେଖି ମୁଁ ଚୁପଚାପ ତାଙ୍କ ପଛରେ ମୁଠି ମାରି ଦେଉଥିଲି। ଗୋଟେ ଦିନ ଦିଦି ବୋଉକୁ କହିଲା, ବୋଉ ଯଦି ଖରାପ ନ ଭାବୁ ଗୋଟେ କଥା ପଚାରିବି, ସତ କହିବୁ। ବୋଉ କହିଲା, କହୁନୁ, ଖରାପ କ'ଣ ପାଇଁ ଭାବିବି? ଦିଦି କହିଲା, ବାପା କ'ଣ ତୋ ବିଆକୁ କେବେ ଚାଟି ନାହାନ୍ତି? ବୋଉ କହିଲା, ହଁ ଚାଟନ୍ତି, ଯେ ହେଲେ ଏବେ ମୋତେ ସେଇ ସୁଖ ମିଳିପାରୁନି। ମୋ ବିଆରେ ମଧ୍ୟ ଗଲୁ ହେଲାଣି। ଦିଦି କହିଲା, ତୁ ବି ତୋ ବିଆରେ ଆଙ୍ଗୁଳି ପୂରେଇ ମନ ଶାନ୍ତି କରିଦେଉନୁ। ବୋଉ କହିଲା, ଇଚ୍ଛା ତ ହେଉଛି, ହେଲେ। ଦିଦି କହିଲା, ଚାଲ ଆଜି ଆମେ ମା ଝିଅ ମିଶି କରିବା। ବୋଉ ପ୍ରଥମେ ଟିକେ ଭଡ଼ିମିଡ଼ି ହେଉଥିଲା। ଦିଦି ବୋଉକୁ ଝିଅ ଝିଅ ଭିତରେ ସମଲିଙ୍ଗୀ ଗିହାଗିହି କଥା ସବୁ କହିଲା। ଏସବୁ ଶୁଣି ବୋଉ କହିଲା, ଝିଅମାନେ ବି ଏମିତି କରନ୍ତି, ମୁଁ ଜାଣିନଥିଲି। ଦିଦି ବୋଉକୁ ଓଠରେ ଓଠ ମିଶେଇ ଚଷିବାକୁ ଲାଗିଲା। କିଛି ସମୟ ପରେ ବୋଉ କହିଲା, ଝିଅମାନଙ୍କୁ ଚୁମା ଦେବାରେ ଏତେ ମଜା ଅଛି ବୋଲି ମୁଁ ଜାଣିନଥିଲି। ଦିଦି କହିଲା, ବୋଉ ତୁ ଏବେ ତୋର ବ୍ଲାଉଜ ଖୋଲିଦେ। ବୋଉ ତା ବ୍ଲାଉଜର ବଟମକୁ ଖୋଲିଲା ଆଉ ତାର ଦୁଧ ଦୁଇଟାକୁ ବାହାର କଲା। ଦିଦି ବୋଉ ପଟକୁ ମୁହଁ କରି ଶୋଇଲା ଆଉ ବୋଉର ଦୁଇଟା ଦୁଧକୁ ପାଟିରେ ପୁରେଇ ଚଷିବାକୁ ଲାଗିଲା। ଆଉ କିଛି ସମୟ ପରେ ବୋଉ ଦିଦିର ସେମିଜ ଚଡ଼ି ସବୁ ଖୋଲିକି ଲଙ୍ଗଳା କରିଦେଲା। ଦିଦି ଗୋଟେ କଣ୍ଢେଇ ଭଳି ଦେଖାଯାଉଥିଲା। ବୋଉ ଦିଦିର ଗୋଟେ ଦୁଧକୁ ଚିପିଲା ଆଉ ଗୋଟେ ଦୁଧକୁ ଚୁଚୁମି ଚାଲିଲା। ତାପରେ ବୋଉ ଆଉ ଦିଦି ପୁରା ଗରମ ହୋଇଗଲେ। ଦିଦି କହିଲା, ବୋଉ ତୁ ଏବେ ମୋ ମୁହଁ ଉପରେ ତୋ ବିଆକୁ ରଖି ବସିଯା ଆଉ ମୁଁ ମୋ ଜିଭରେ ତୋ ବିଆର ଗୋଲୁ ମାରିବି। ବୋଉ ପ୍ରଥମେ ରାଜି ନଥିଲା। ଦିଦି କହିଲା, ମୁଁ ଯାହା କହିଛି ତୁ କର, ଦେଖିବୁ କେତେ ମଜା ଲାଗିବ। ତାପରେ ବୋଉ ଦିଦିର ମୁହଁରେ ତା ବାଳୁଆ ବିଆକୁ ରଖିକି ବସି ପଡ଼ିଲା। ଦିଦି ବୋଉର ବିଆକୁ ଜିଭରେ ସଲସଲ କରିବାକୁ ଲାଗିଲା। ବୋଉ ଟିକେ ପାଟି କରୁଥାଏ। କିଛି ସମୟ ପରେ ବୋଉର ପାଣି ବାହାରିବାର ସମୟ ହେଲା ଆଉ ବୋଉ ଗାଧୁଆ ଘରକୁ ଯାଇ ତା ବିଆରେ ଆଙ୍ଗୁଳି ପୂରେଇ ପାଣି ବାହାର କରିଦେଲା ଆଉ ଦିଦି ପାଖକୁ ଆସି ଦିଦିର ବାଳୁଆ ବିଆକୁ ଚାଟିବାକୁ ଲାଗିଲା। ଦିଦି ମଧ୍ୟ ଆନନ୍ଦରେ ଚିତ୍କାର କରୁଥାଏ। କିଛି ସମୟ ପରେ ଦିଦିର ମଧ୍ୟ ଧଳା ଧଳା ପାଣି ବାହାରିଗଲା ଆଉ ଦିଦି କହିଲା, ବୋଉ ତୁ ଯଦି କାକୁଡ଼ି କି ଗାଜର ରଖିଥାନ୍ତୁ ତାହେଲେ ଆମର ବହୁତ କାମରେ ଲାଗିଥାନ୍ତା। ବୋଉ କହିଲା, ତୁ ଚିନ୍ତା କରନି, ମୁଁ ଭଲ ଭଲ ମୋଟା ଲମ୍ବା କାକୁଡ଼ି କିଣି ଆଣିବି। ତାପରେ ସେମାନେ ଶୋଇପଡ଼ିଲେ। ତାପରେ କିଛି ଦିନ ଏମିତି ସବୁ ବନ୍ଦ ରହିଲା। ଗୋଟେ ଦିନ ବୋଉ କହିଲା, ପୁଅ ବଜାରରୁ କିଲୋ 2 କିଲୋ କାକୁଡ଼ି ଆଣିବୁ। ମୁଁ କହିଲି, ଠିକ୍ ଅଛି। ତାପରେ ମୁଁ ବଜାରକୁ ଯାଇ ଭଲ ଭଲ ଲମ୍ବା ଲମ୍ବା କାକୁଡ଼ି 2 କିଲୋ ନେଇ ଆସିଲି। ରାତିରେ ଖିଆପିଆ ସରି ଶୋଇବାକୁ ଗଲୁ। ମୁଁ କିଛି ସମୟ ଶୋଇବାର ଅଭିନୟ କରିବା ପରେ ଦିଦି କହିଲା, ବୋଉ କାକୁଡ଼ି ଆଣିଲୁ ପରା। ବୋଉ କହିଲା, ହଁ ରହ, ମୁଁ ଆଗେ ଦେଖେ ସେ ଶୋଇଲା କି ନାହିଁ। ତାପରେ ବୋଉ ମୋତେ ଚେକ୍ କଲା, ଦେଖିଲା ମୁଁ ଶୋଇପଡ଼ିଛି। ସେ ରୋଷେଇ ଘରୁ ଗୋଟେ ଲମ୍ବା ଆଉ ମୋଟା କାକୁଡ଼ି ଆଣିଲା। ତାପରେ ଦିଦିକୁ କୋଳରେ ଧରି କାକୁଡ଼ିକୁ ଦିଦିର ଚଡ଼ି ଉପରେ ଘଷିବାକୁ ଲାଗିଲା। ଦିଦି କହିଲା, ବୋଉ ଆଜି ଆଉ ବିଆ ଚଟାଚଟି କରିବାନି, ଆଜି କାକୁଡ଼ି ପୂରେଇ ଶାନ୍ତି ହୋଇଯିବା।
ବୋଉ କହିଲା, ମୁଁ ଆଗ ତ ବିୟାକୁ ଶାନ୍ତି କରିଦେଉଛି, ତାପରେ ମୁଁ ମୋ ବିୟାର ଗୋଲୁ ମାରିବି। ତାପରେ ବୋଉ ଦିଦିର ଚଡ଼ି ଖୋଲି କାକୁଡ଼ିକୁ ତା ବିୟା ଭିତରେ ଘଷିବାକୁ ଲାଗିଲା। ଦିଦି ଗରମ ହୋଇ ତା ବିୟାରୁ ଧୀରେ ଧୀରେ ଲାଳ ବୋହି କାକୁଡ଼ିକୁ ପୁରା ଓଦା କରିଦେଲା। ଆଉ ଏଇଭଳି କିଛି ସମୟ ପରେ ଦିଦି କହିଲା, ବୋଉ ଆଉ ସମ୍ଭାଳି ପାରିବିନି, ଏବେ ପୂରେଇ ଦେ। ବୋଉ ଦିଦିର ବିୟାରେ କାକୁଡ଼ିକୁ ପୂରେଇବାକୁ ଲାଗିଲା। କାକୁଡ଼ି ଟିକେ ମୋଟା ଥିବାରୁ ଦିଦିକୁ ଟିକେ କଷ୍ଟ ହେଉଥିଲା। ବୋଉ କାକୁଡ଼ିକୁ ଦିଦିର ବିୟା ଭିତରେ ଜୋର ଜୋର କରି ଭିତର ବାହାର କରି ପୂରେଇବାକୁ ଲାଗିଲା। ପ୍ରାୟ କିଛି ସମୟ ପରେ ଦିଦିର ଗୋଲୁ ମରିଲା। ଆଉ ବୋଉ କହିଲା, ଆଉ କରିବୁ ନା ସେତିକି ଥିବ? ଦିଦି କହିଲା, ନା ଥାଉ, ତୁ ବି ତ କାମ କରି ଶୋଇବୁ, ତୁ ସକାଳୁ ରାତି ଯାଏ କେତେ ପରିଶ୍ରମ କରୁଛୁ। ତାପରେ ଦିଦି ଶୋଇପଡ଼ିଲା। ଏବେ ବୋଉ ଉପର ମୁହାଁ ହୋଇ ଶୋଇଲା ଆଉ ତାର ଦୁଇ ଗୋଡ଼କୁ ମେଲେଇ ତାର ଚଡ଼ିକୁ ଖୋଲି ତା ବିୟାରେ କାକୁଡ଼ି ଘଷିଲା। ଦିଦି ବିୟାର ଲାଳରେ କାକୁଡ଼ି ପୁରା ଲାଳୁଆ ହୋଇଥିଲା, ତେଣୁ ବୋଉ ସିଧା ତା ବିୟାରେ ପୂରେଇଲା। ଗୋଟେ ହାତରେ ତା ଦୁଧକୁ ଚିପିକି ଆଉ ଗୋଟେ ହାତରେ କାକୁଡ଼ିକୁ ବିୟାରେ ପୂରେଇ ମଜା ନେଉଥିଲା। ତାର ପାଣି ବାହାରିବା ବେଳକୁ ସେ ଗାଧୁଆ ଘରକୁ ଯାଇ ଜୋର ଜୋର କାକୁଡ଼ି ପୂରେଇ ଗେହି ହେବାକୁ ଲାଗିଲା। ଆଉ ପାଣିକୁ ଛାଡ଼ିଦେଲା ଆଉ ଚୁପଚାପ ଆସି ଶୋଇପଡ଼ିଲା। ସେ ଶୋଇଲା ପରେ ମୁଁ ଗାଧୁଆ ଘରକୁ ଯାଇ ବୋଉ ଆଉ ଦିଦି ନାଁରେ ମୁଠି ମାରି ଆସିଲି। ଏଇଭଳି ସେମାନେ କାକୁଡ଼ିରେ ଗିହାଗିହି ହେଉଥିଲେ। ମୁଁ ବୋଉ ଆଉ ଦିଦିକୁ ଗେହିବାକୁ ଚାହୁଁଥିଲି, ହେଲେ କେମିତି କ'ଣ କରିବି? ମୋ ମୁଣ୍ଡରେ କିଛି ବୁଦ୍ଧି ନଥିଲା। ଗୋଟେ ଦିନ ମୁଁ ବୋଉକୁ କହିଲି, ବୋଉ, ମୁଁ ଆଜି ବାଡ଼ କାନ୍ଥରେ ଶୋଇବି। ବୋଉ କହିଲା, ଶୋଉନୁ, ତତେ କିଏ ମନା କରୁଛି? ମୁଁ କାନ୍ଥରେ ଶୋଇଲି। ତାପରେ ବୋଉ ଆଉ ଶେଷରେ ଦିଦି। ସେଦିନ ସେମାନେ ଆଉ କିଛି କଲେ ନାହିଁ, ଚୁପଚାପ ଶୋଇପଡ଼ିଲେ। ହେଲେ ମୋତେ ନିଦ ନଥାଏ। ବୋଉ ମୋ ଆଡ଼କୁ ପଛ କରି ଶୋଇଥାଏ। ମୁଁ ଧୀରେ ଧୀରେ ମୋର ଗୋଟେ ଗୋଡ଼ ବୋଉ ଉପରେ ଲଦିଲି ଆଉ ତାକୁ କୁଣ୍ଡେଇ ଧରିକି ଶୋଇଲି। ବୋଉର ନିଦ ଭାଙ୍ଗିଗଲା। ସେ ଭାବିଲା ମୁଁ ବୋଧେ ନିଦ ବାଉଳାରେ ଏମିତି ସବୁ କରୁଛି। ପ୍ୟାଣ୍ଟ ଭିତରୁ ମୋର ବାଣ୍ଡଟା ବୋଉର ଗାଣ୍ଡିରେ ଚାପି ହୋଇକି ରହିଥାଏ। ବୋଉ ବୋଧେ ଜାଣିପାରିଲା। ସେ ତା ଗାଣ୍ଡିକୁ ଟିକେ ପଛକୁ କଲା। ମୁଁ କାନ୍ଥରେ ଶୋଇଥିବାରୁ ବୋଉ ତା ଗାଣ୍ଡିକୁ ଘୁଚେଇ ଘୁଚେଇ ମୋତେ କାନ୍ଥରେ ମାଡ଼ି ରଖିଥାଏ ଆଉ ମୋର ବାଣ୍ଡଟା ତା ଗାଣ୍ଡି ମଝିରେ ଚାପି ହୋଇକି ଧକ୍ ଧକ୍ ହେଉଥାଏ। ମୁଁ ଶୋଇବାର ନାଟକ କରୁଥିଲି। ତାପରେ ବୋଉ ମୋ ଆଡ଼କୁ ମୁହଁ କରି ଶୋଇଲା ଆଉ ଧୀରେ ଧୀରେ ମୋର ପ୍ୟାଣ୍ଟ ଉପରୁ ମୋର ବାଣ୍ଡକୁ ଧରିବାକୁ ଲାଗିଲା। ସେ ଟିକେ ମନେ ମନେ ଡରୁଥିଲା, କାଳେ ମୁଁ ଉଠି ପଡ଼ିବି ବୋଲି। ତାପରେ ବୋଉ ମୋର ପ୍ୟାଣ୍ଟ ଖସେଇ ମୋର ବାଣ୍ଡକୁ ବାହାରକୁ କାଢ଼ିଲା ଆଉ ହାତରେ ଧରି ହଲେଇଲା। ସେ ଏବେ ମୋ ଆଡ଼କୁ ଗାଣ୍ଡି କରି ଶୋଇଲା ଆଉ ତା ଲୁଗାକୁ ଟେକି ତା ଗାଣ୍ଡି ପଟୁ ତା ବିୟାରେ ମୋର ବାଣ୍ଡକୁ ଧରି ଘଷିବାକୁ ଲାଗିଲା। ତା ବିୟା ଆଉ ମୋ ବାଣ୍ଡ ଘଷାଘଷି ହୋଇ ପୁରା ଲାଳୁଆ ହୋଇଗଲା। ଆଉ ସେ ବାଣ୍ଡକୁ ହାତରେ ଧରି ତା ବିୟାର କଣା ମୁହଁରେ ଲଗେଇ ଧୀରେ ଧୀରେ ତା ଗାଣ୍ଡିକୁ ପଛକୁ ପଛକୁ ଘୁଞ୍ଚେଇଲା। ମୋ ବାଣ୍ଡ ତ ବିୟା ଭିତରେ ଆସ୍ତେ ଆସ୍ତେ ଗଳିଲା। ମୋତେ ବହୁତ ମଜା ଲାଗୁଥାଏ, ହେଲେ ମୁଁ କିଛି ନ କହି ଚୁପଚାପ ପଡ଼ି ରହିଥାଏ। ମୋ ବାଣ୍ଡଟା ସମ୍ପୂର୍ଣ୍ଣ ତା ବିୟା ଭିତରେ ଗଳିଗଲା। ତାପରେ ସେ ତା ଗାଣ୍ଡିକୁ ହଲେଇ ହଲେଇ ମୋଠାରୁ ଗିହା ଖାଇବାକୁ ଲାଗିଲା। ଆଉ କିଛି ସମୟ ପରେ ମୁଁ ଜାଣିଶୁଣି ହଲଚଲ ହେଲି। ବୋଉ ମୋତେ ଛାଡ଼ିକି ତୁରନ୍ତ ଅଲଗା ହୋଇଗଲା। ଏଥର ମୁଁ ଉପରକୁ ମୁହଁ କରି ଶୋଇଲି। ବୋଉ ଧୀରେ ଧୀରେ ଉଠି ମୋ ଉପରେ ବେଙ୍ଗ ଭଳି ରହିଲା, ହେଲେ ମୋ ଦେହରେ ତାର ହାତ ଗୋଡ଼ ସେ କିଛି ବଜାଉ ନଥାଏ, କାଳେ ମୁଁ ଉଠି ପଡ଼ିବି। ଏବେ ସେ ମୋର ବାଣ୍ଡକୁ ତା ବିୟାରେ ପୂରେଇ ତା ଗାଣ୍ଡିକୁ ଉପର ତଳ କରି ଗିହା ଖାଇବାକୁ ଲାଗିଲା। ହେଲେ ବୋଉର ଗାଣ୍ଡି ମୋ ଦେହରେ ବାଜୁଥାଏ, ହାଲକା ହାଲକା ବାଜୁଥାଏ, ସେତେ ଜଣାପଡ଼ୁନଥାଏ। ବୋଉର ବିୟା ଗରମ ଥିବାରୁ ମୋର ଜଲ୍ଦି ବୀର୍ଯ୍ୟ ବାହାରି ପଡ଼ିଲା। ବୋଉ ଜାଣିପାରିଲାନି। ମୋର ସବୁ ବୀର୍ଯ୍ୟ ବୋଉର ବିୟା ଭିତରେ ପଶିଗଲା। ତାପରେ ବୋଉ ମୋର ପ୍ୟାଣ୍ଟ ଠିକ୍ କରି ଶୋଇପଡ଼ିଲା। ତାପର ଦିନ ବୋଉ କିଛି ନହେଲା ଭଳି ହେଉଥିଲା। ଆଜି ମୁଁ ମନେ ମନେ ଗୋଟେ ପ୍ଲାନ୍ କଲି ଆଉ ରାତି ପାଇଁ ଅପେକ୍ଷା କରିଥାଏ। ବୋଉ ମଧ୍ୟ ରାତି ପାଇଁ ଅପେକ୍ଷା କରିଥାଏ, କେତେବେଳେ ରାତି ହେବ ଆଉ ବୋଉ ଚୁପଚାପ ମୋ ବାଣ୍ଡରୁ ଗିହା ଖାଇବ। କିନ୍ତୁ ଆଜି ରାତିରେ ଶୋଇଲା ବେଳକୁ ମୁଁ ପ୍ୟାଣ୍ଟ ସାର୍ଟ ଖୋଲି ଗାମୁଛା ପିନ୍ଧିଲି। ବୋଉ କହିଲା, ଆରେ ଗାମୁଛା କ'ଣ ପିନ୍ଧୁଛୁ, ଝାଡ଼ା ଯିବୁ କି? ମୁଁ କହିଲି, ନା ନା, ଖରା ଦିନ ତ, ଫ୍ୟାନ୍ଟା ପବନ ଦେଉନି, ବହୁତ ଗରମ ହେଉଛି, ସେଥିପାଇଁ। ତାପରେ ବୋଉ ବି ବାହାନା କରି କହିଲା, ହଁ, ଯାହା କହିଲୁ, ଯେଉଁଭଳି ଗରମ ହେଉଛି ଶାନ୍ତିରେ ଶୋଇ ହେଉନି। ତାପରେ ବୋଉ ତାର ସାୟା ବ୍ଲାଉଜ ଆଦି ସବୁ ଖୋଲି ଗୋଟେ ଲୁଗାକୁ ବଦଳି ଦେଲା। ସେ ଭିତରେ କିଛି ପିନ୍ଧିନଥିଲା। ତାପରେ ଆମେ ଶୋଇବାକୁ ଗଲୁ। ମୁଁ କହିଲି, ବୋଉ, ଲାଇଟ୍ ଲଗେଇ ଶୋଇଲେ ଅଧିକ ଗରମ ହେଉଛି। ବୋଉ ଲାଇଟ୍କୁ ବନ୍ଦ କରିଦେଲା। ବୋଉ ଆଉ ମୁଁ ପାଠପଢ଼ା ବିଷୟରେ କଥାବାର୍ତ୍ତା ହେଉଥିଲୁ। ଦିଦି ଶୋଇପଡ଼ିଲା। କାଲି ଭଳି ମୁଁ କାନ୍ଥରେ ବୋଉ ଆଡ଼କୁ ମୁହଁ କରି ଶୋଇଥାଏ। ବୋଉ ମୋ ଆଡ଼କୁ ତାର ଗାଣ୍ଡି କରି ଶୋଇଲା।
କିଛି ସମୟ ପରେ ମୁଁ ବୋଉକୁ କହିଲି, ବୋଉ ମୁଁ ତ ଉପରେ ଗୋଡ଼ ଲଦି ଶୋଇବି। ବୋଉ କହିଲା, ହଁ ଲଦୁନୁ, ମୁଁ କ'ଣ ମନା କରୁଛି। ମୁଁ ବୋଉ ଉପରେ ଗୋଡ଼ ଲଦି ତାକୁ କୁଣ୍ଡେଇ ଧରି ଶୋଇକି କଥା ହେଉଥିଲି। ବୋଉ ନାଟକ କରି ତା ଲୁଗାକୁ ଜଙ୍ଘ ଉପରକୁ ଉଠେଇ ତାର ଜଙ୍ଘକୁ ଟିକେ କୁଣ୍ଡେଇଲା, ହେଲେ ଲୁଗାକୁ ଆଉ ତଳକୁ ଖସାଇଲା ନାହିଁ। ମୁଁ ମଧ୍ୟ ବାହାନା କରି ବୋଉର ଜଙ୍ଘରେ ହାତ ମାରିଲି। ବୋଉ କିଛି କହିଲାନି। ତାପରେ ମୋ ହାତକୁ ବୋଉର ପେଟରେ ମୁଁ ଚାପି ଧରିଥାଏ। ବୋଉ କହିଲା, ଓଃ କି ଗରମ ଲାଗୁଛି କହି ତା ପେଟରୁ ଲୁଗାକୁ ଆଡ଼େଇଲା। ମୁଁ ତା ପେଟରେ ହାତ ବୁଲଉ ବୁଲଉ ତା ଗଭୀରିଆ ନାହିରେ ଆଙ୍ଗୁଳି ପୂରେଇ ଦେଲି। ବୋଉ କହିଲା, କ'ଣ କରୁଛୁ? ମୋତେ କୁତୁକୁତୁ ଲାଗୁଛି। ହେଲେ ସେ ମୋର ହାତକୁ ତା ପେଟରୁ ହଟାଇଲାନି। ମୁଁ କହିଲି, ବୋଉ ତୋ ପେଟ କେତେ ନରମ ଆଉ ଚିକ୍କଣ ଲାଗୁଛି, ଇଚ୍ଛା ହେଉଛି ଏମିତି ଧରିକି ଖେଳିବା ପାଇଁ। ବୋଉ କିଛି କହିଲାନି। ମୋର ବାଣ୍ଡ ଗାମୁଛା ଭିତରୁ ବାହାରି ବୋଉର ଗାଣ୍ଡି ମଝିରେ ଲୁଗା ଉପରୁ ଚାପି ହେଉଥିଲା। ବୋଉ ମଧ୍ୟ ମୋର ବାଣ୍ଡକୁ ତା ଗାଣ୍ଡିରେ ଅନୁଭବ କରିପାରୁଥିଲା। ବୋଉ ଗାଣ୍ଡିରେ ମୋର ବାଣ୍ଡ ଚାପି ହୋଇ ରହିବାରୁ ବୋଉ ଆସ୍ତେ ଆସ୍ତେ ଗରମ ହେବାକୁ ଲାଗିଲା, ଆଉ ତା ଛାତିର ସ୍ପନ୍ଦନ ବଢ଼ିବାକୁ ଲାଗିଲା। ମୁଁ ଭାବିଲି ଆଉ କିଛି ବାହାନା କରିବା ଦରକାର ନାହିଁ। ତାପରେ ମୁଁ ବୋଉର ସିଧା ଦୁଧକୁ ଚିପି ପକାଇଲି ହାତରେ ଧରିକି। ତଥାପି ବୋଉ କିଛି କହିଲାନି, ହେଲେ ମୋ ହାତକୁ ତା ଦୁଧ ଉପରୁ କାଢ଼ିଦେଲା। ସେ ଟିକେ ନାଟକ କରୁଥିଲା। ମୁଁ ବୋଉର ଲୁଗାକୁ ଅଣ୍ଟା ଯାଏ ଟେକିଲି, ଆଉ ମୋର ବାଣ୍ଡକୁ ବୋଉର ଲଙ୍ଗଳା ଗାଣ୍ଡିରେ ଚାପି ଧରିଲି। ଏବେ ବୋଉ ମୋ ବାଣ୍ଡର ଗରମକୁ ଅନୁଭବ କରୁଥିଲା। ତାପରେ ମୁଁ ବୋଉର ଦୁଧକୁ ପୁଣି ଥରେ ଧରିଲି। ଏବେ ବୋଉ ଆଉ କିଛି କହିଲାନି। ଏହା ଦେଖି ମୋର ସାହସ ପୁରା ବଢ଼ିଗଲା। ତାପରେ ମୁଁ ବୋଉର ଦୁଧକୁ ଚିପି ଚିପି କହିଲି, କାଲି ରାତିରେ ତୁ ଯାହା କରୁଥିଲୁ ମୁଁ ସବୁ ଜାଣିଛି। ବୋଉ ଟିକେ ଆଶ୍ଚର୍ଯ୍ୟ ହୋଇଗଲା, ଆଉ କହିଲା, ତୁ ଶୋଇନଥିଲୁ? ମୁଁ କହିଲି, ନା, ମୁଁ ଶୋଇବାର ଅଭିନୟ କରୁଥିଲି, ସେଥିପାଇଁ ଆଜି ମୁଁ ଗାମୁଛା ପିନ୍ଧିଛି। ତାପରେ ମୁଁ ବୋଉକୁ ମୋ ଆଡ଼କୁ ବୁଲେଇ କୁଣ୍ଢେଇକି ଧରିଲି, ଆଉ ତାକୁ ଚୁମା ଦେବାକୁ ଲାଗିଲି। ବୋଉ ଗରମରେ ସଁ ସଁ ହେଉଥାଏ। ମୁଁ ଗୋଟେ ହାତରେ ବୋଉର ନରମ ନରମ ଗାଣ୍ଡିକୁ ଚିପୁଥାଏ, ଆଉ ଗୋଟେ ହାତରେ ବୋଉର କଅଁଳିଆ ଦୁଧକୁ ଚିପୁଥାଏ। ସେତେବେଳକୁ ବୋଉ ଝାଳରେ ପୁରା ଗାଧୋଇ ପକାଇଥାଏ, ଆଉ ବୋଉର ଝାଳ ମିଶା ଦେହର ବାସ୍ନା ମୋତେ ପୁରା ପାଗଳ କରିଦେଉଥାଏ। ମୁଁ ବୋଉର ଝାଳୁଆ ବେକକୁ ଚାଟିବାକୁ ଲାଗିଲି। ବୋଉ ଗରମରେ ଛାଟିପିଟି ହେଉଥାଏ। ମୁଁ ବୋଉର ଲୁଗାକୁ କାଢ଼ିକି ତା ଦୁଇ ଦୁଧକୁ ଚୁଚବି ପକାଇଲି। ତାପରେ ମୁଁ ଟିକେ ତଳକୁ ଗଲି। ବୋଉର ପେଟକୁ ଚାଟି ଚାଟି ବୋଉର ଗଭୀର ନାଭି ଭିତରେ ଜିଭ ପୁରେଇ ସଲସଲ କଲି। ବୋଉ ଏଥର ଅସମ୍ଭାଳ ହୋଇ ଉଠିଲା। ସେତେବେଳକୁ ଏପଟ ସେପଟ ହୋଇ ବୋଉର ଲୁଗାଟା ଅଣ୍ଟାରୁ ଢିଲା ହୋଇଯାଇଥିଲା। ମୁଁ ବୋଉର ଲୁଗାକୁ ଦାନ୍ତରେ ଭିଡ଼ି ଭିଡ଼ି ତା ବିଆ ପାଖକୁ ଗଲି। ବୋଉ ବିଆର ବାଳ ତା ବିଆର ପେଟ ଯାଏଁ ଲମ୍ବିଥାଏ। ମୁଁ ବୋଉର ତଳି ପେଟରେ ମାନେ ବିଆର ଉପର ଭାଗରେ ବାଳକୁ ଚୁମା ଦେଇ ଦାନ୍ତରେ ଭିଡ଼ାଭିଡ଼ି କରୁଥିଲି। ବୋଉ ମୋ ମୁଣ୍ଡ ବାଳକୁ ଦୁଇ ହାତରେ ଧରିଥାଏ। ତାପରେ ମୁଁ ଆଉ ଟିକେ ତଳକୁ ଯାଇ ବୋଉର ଦୁଇ ଜଙ୍ଘର ଭିତର ପାଖକୁ ଆଣ୍ଠୁଠାରୁ ବିଆ ମୁଡ଼ ପର୍ଯ୍ୟନ୍ତ ଜିଭ ଘୋଷାଡ଼ିକି ଚାଲିବାକୁ ଲାଗିଲି। ହେଲେ ବିଆକୁ ଛାଡ଼ି ଦେଇଥିଲି। ବୋଉ କହିଲା, ମୁଁ ଆଉ ସମ୍ଭାଳି ପାରିବିନି। ଏତିକି କହି ତା ଦୁଇ ଗୋଡ଼କୁ ମେଲେଇଲା। ମୁଁ ବୋଉର ବାଳୁଆ ବିଆର ସେଣ୍ଟିକୁ ଚାଟିବାକୁ ଲାଗିଲି। ବୋଉ ଶିହରଣରେ ତା ଗୋଡ଼ ହାତ ଥରି ଯାଉଥାଏ। ବୋଉ ବହୁତ ଦିନ ହେଲା ପୁରୁଷର ଛୁଆଁ ପାଇନଥିଲା। ତାପରେ ମୁଁ ବୋଉର ବିଆକୁ ତଳୁ ଉପର କରି ଚାଟିବାକୁ ଲାଗିଲି। ବୋଉ କହିଲା, ତୁ ଆଉ ଡେରି କରନା, ତୋ ବାଣ୍ଡକୁ ଜଲ୍ଦି ବିଆ ଭିତରେ ପୂରେଇ ଦେ। ମୁଁ ମୋର ବାଣ୍ଡକୁ ବୋଉର ନାଳୁଆ ବିଆରେ ଲଗେଇ ଗୋଟେ ଧକ୍କା ମାରିଲି। ବାଣ୍ଡ ବୋଉର ବିଆ ଭିତରେ ଫସ୍ କିନା ଗଳିଗଲା। ତାପରେ ମୁଁ ତାକୁ କୁଣ୍ଡେଇ ଧରି ଗେହି ଚାଲିଲି। ପ୍ରାୟ ଅଧଘଣ୍ଟା ଗେହିବା ପରେ ମୋର ବୀର୍ଯ୍ୟ ବାହାରିବାର ସମୟ ହେଲା। ମୁଁ ବୋଉକୁ କହିଲି, ମୋର ଏବେ ବାହାରିବ। ବୋଉ କହିଲା, ବିଆ ଭିତରେ ଛାଡ଼ିଦେ। ମୁଁ କହିଲି, ଯଦି ଛୁଆ ରହିଯିବ? ବୋଉ କହିଲା, ରହିଲେ ରହୁ, ମୁଁ ଔଷଧ ଖାଇଦେବି। ତାପରେ ମୁଁ ସବୁ ବୀର୍ଯ୍ୟକୁ ବୋଉର ବିଆ ଭିତରେ ଛାଡ଼ିଲି, ଆଉ ବୋଉ ଉପରେ ଶୋଇ ରହିଲି। ତାପରେ ଆମେ ନିଜ ନିଜ ପୋଷାକ ପିନ୍ଧି ଶୋଇଗଲୁ। ଆମେ ସବୁଦିନ ବୋଉ ଆଉ ମୁଁ ଏଇଭଳି ଭାବରେ ଘିଆଘିଇ ହେଉ। ହେଲେ ଦିନେ ବୋଉ କହିଲା, ତୁ ଯଦି ତୋ ଦିଦିର ଦେହର ଭୋକ ମେଣ୍ଟେଇ ଦିଅନ୍ତୁ, ମୋ ମୁଣ୍ଡରୁ ଗୋଟେ ବୋଝ ହଟିଯାଆନ୍ତା। ମୁଁ କହିଲି, ସେ କ'ଣ ରାଜି ହେବ? ବୋଉ କହିଲା, ତାକୁ ରାଜି କରିବା ଦରକାର ନାହିଁ, ତାକୁ ସିଧାସଳଖ ଗେହିଲେ ସେ ମନା କରିବନି। ମୁଁ କହିଲି, ନା, ଏମିତି ନାହିଁ, ମୁଁ ତାକୁ ପଟେଇକି ହିଁ ଗେହିବି। ବୋଉ କହିଲା, ହଉ ଯାହା ତୋ ଇଚ୍ଛା। ମୁଁ କହିଲି, ତୁ ଗୋଟେ କାମ କର, ଅଜାଙ୍କ ଦେହ ତ ବିଶେଷ ଭଲ ରହୁନି, ତୁ ଅଜାଙ୍କୁ ଦେଖିବା ବାହାନାରେ ସେଠି 2-4 ଦିନ ରହିଯା, ମୁଁ ସବୁ କାମ ଶେଷ କରିଦେବି। ବୋଉ ମୋ କଥାରେ ରାଜି ହୋଇଗଲା। କିଛି ଦିନ ପରେ ବୋଉ ଅଜା ଘରକୁ ଯିବା ପାଇଁ ବାହାରିଲା। ଦିଦିକୁ କହିଲା, ତୋର ଯାହା ଦରକାର ତୁ ସନୁକୁ କହିବୁ। ବୋଉ ସେଦିନ ଦିଦିର ନିତ୍ୟ କର୍ମ ସାରି ଆମ ପାଇଁ ରୋଷେଇ କରି ଅଜା ଘରକୁ ଚାଲିଗଲା। ବୋଉ ନାହିଁ ବୋଲି ଦିଦି ବେଶୀ ସମୟ
ପରିସ୍ରା କରୁନଥିଲା। ଦିନ ବେଳଟା ଯେମିତି ସେମିତି କଟିଗଲା। ସନ୍ଧ୍ୟାବେଳକୁ ଖିଆପିଆ ସାରି ଆମେ ଭାଇ ଭଉଣୀ ବସି ଟିଭି ଦେଖୁଥାଉ। ହଠାତ୍ କରେଣ୍ଟ ଚାଲିଗଲା। ମୋ ପାଖରେ ଥିବା ଟର୍ଚ୍ଚକୁ ଲଗେଇଲି। କିଛି ସମୟ ବସିବା ପରେ ଦିଦି କହିଲା, ଘରେ ବହୁତ ଗରମ ହେଉଛି, ଚାଲୁନୁ ବାରିପଟକୁ ଯିବା। ବାରିପଟେ ଟିକେ ଥଣ୍ଡା ଲାଗିବ। ମୁଁ କହିଲି ଠିକ୍ ଅଛି, ଚାଲ ଯିବା। ଆମ ବାରିପଟେ ଖୋଲା ଜାଗା, ଗଛ ପତ୍ର କିଛି ନାହିଁ, ଚାରିଆଡ଼େ ଖାଲି ପଡ଼ିଆ ଭଙ୍ଗା ବିଲ। ଆଉ ଏବେ ଏବେ ପୂର୍ଣ୍ଣମୀ ଯାଇଥିବାରୁ ଜହ୍ନ ଆଲୁଅରେ ଚାରିଆଡ଼େ ସଫା ସଫା ଦେଖାଯାଉଥାଏ। ମୁଁ ଦିଦିକୁ ଛୋଟ ପିଲାଙ୍କ ଭଳି ଧରି ବାରିପଟକୁ ଗଲି। ମୁଁ ଦିଦିକୁ ଗୋଟେ ହାତରେ ତା ଗାଣ୍ଡିକୁ ଧରିଥାଏ, ଆଉ ଗୋଟେ ହାତରେ ତା ପିଠିକୁ ଧରିଥାଏ। ଦିଦିର ଦୁଧ ଦୁଇଟା ମୋ ମୁହଁରେ ବାଜୁଥାଏ। ମୁଁ ଦିଦିକୁ ଧରି ବାରିପଟେ ବୁଲି ବୁଲି କଥା ହେଉଥିଲି। ମୁଁ ଗୋଟେ ହାତରେ ଦିଦିର ଗୋଟେ ଫାଳ ଗାଣ୍ଡିକୁ ଧରିଥାଏ, ଯାହାଫଳରେ ମୋ ହାତର ଆଙ୍ଗୁଳି ସବୁ ଦିଦିର ବିୟାର ଚଡ଼ି ଉପରୁ ଦାବି ହେଉଥାଏ। ଦିଦି ଜାଣିଲେ ମଧ୍ୟ କିଛି କହୁନଥାଏ। ଦିଦି ବିୟାର ଲାଳ ସବୁ ତା ଚଡ଼ିକୁ ଓଦା କରି ମୋର ହାତ ଆଙ୍ଗୁଳିକୁ ଜଣା ପଡ଼ୁଥାଏ। ମୋତେ ଦିଦି କହିଲା, ଆଚ୍ଛା ଗୋଟେ କଥା କହିଲୁ, ତୁ କ'ଣ କାହାକୁ ଭଲ ପାଉନୁ? ମୁଁ କହିଲି ନା। ଦିଦି କହିଲା, କାହିଁକି? ତୁ ତ ସୁନ୍ଦର ହ୍ୟାଣ୍ଡସମ୍ ଅଛୁ, ତତେ କ'ଣ କେହି ପ୍ରପୋଜ କରିନାହାନ୍ତି? ମୁଁ କହିଲି, ହଁ କରିଛନ୍ତି, ଯେ ମୁଁ ସେମାନଙ୍କୁ ମନା କରିଦେଲି। କାହିଁକି ନା ଆମ ଘରର ଯେଉଁଭଳି ଅବସ୍ଥା, ମୁଁ ଏସବୁ ଚକ୍କରରେ ପଡ଼ିବାକୁ ଚାହୁଁନି। ତାପରେ ମୁଁ କହିଲି, ଦିଦି ତୁ ଟିକେ ତଳେ ବସିଥା, ମୋତେ ଏକ ଲାଗିଲାଣି। ମୁଁ ଦିଦିକୁ ତଳେ ବସେଇଦେଲି ଆଉ ପରିସ୍ରା କରିବାକୁ ଲାଗିଲି। ପରିସ୍ରା କରି ଆସି ଦିଦିକୁ ଧରିଲି, ହେଲେ ଦିଦିର ଚଡ଼ି ଓଦା ହୋଇଥିବାରୁ ଚଡ଼ିରେ ବାଲି ଲାଗିଥିଲା। ଦିଦି କହିଲା, ତୁ ମୋତେ ଧରିକି ପରିସ୍ରା କରିଥିଲେ କ'ଣ ହୋଇନଥାନ୍ତା? ଦେଖିଲୁ ମୋ ଛାତିରେ ବାଲି ଲାଗିଗଲା। ତାପରେ ମୁଁ ତା ଚଡ଼ିରେ ଲାଗିଥିବା ବାଲିକୁ ହାତରେ ପୋଛିବାକୁ ଲାଗିଲି। ମୋ ହାତ ଦିଦିର ବିୟାରେ ଚଡ଼ି ଉପରୁ ଘଷି ହେବାରୁ ଦିଦିର ଗରମ ବଢ଼ିଗଲା, ଆଉ ଦିଦିର ପାଟିରୁ ଚିତ୍କାର ବାହାରି ପଡ଼ିଲା। ହେଲେ ଦିଦି ସଙ୍ଗେ ସଙ୍ଗେ ବାହାନା କରି କହିଲା, କେତେ ଥଣ୍ଡା ଲାଗୁଛି, ଘରେ ବହୁତ ଗରମ। ଦିଦି କହିଲା, ହଉ ରାତି ବେଶୀ ହେଲାଣି, ଚାଲ ଘରକୁ ଯିବା। ଆମେ ଘରକୁ ଗଲୁ, ହେଲେ କରେଣ୍ଟ ଆସିନଥାଏ। ଆମେ ଗୋଟେ ମହମବତୀ ଲଗେଇକି ବସିଲୁ। ଘରେ ବହୁତ ଗରମ ହେଉଥିବାରୁ ଦିଦି ଆଉ ମୁଁ ଝାଳରେ ପୁରା ଓଦା। ଦିଦି କହିଲା, ହଉ ଲାଇନ୍ ତ ଆସିବନି, ଚାଲ ଆମେ ଶୋଇପଡ଼ିବା। ମୁଁ ସେଜ ପକେଇଲି। ତାପରେ ଦିଦି କହିଲା, ମୋତେ ଟିକେ ଗାଧୁଆ ଘରକୁ ନେଇଯା, ମୁଁ ପରିସ୍ରା କରିବି। ମୁଁ ଦିଦିକୁ ଉଠେଇ ଗାଧୁଆ ଘରକୁ ଗଲି। ଦିଦି କହିଲା, ବୋଉ ଥିଲେ ସେସବୁ କରିଥାନ୍ତା। ହଉ ଏବେ ମୋର ଚଡ଼ି ଖୋଲିଦେ, ମୁଁ ପରିସ୍ରା କରିସାରିଲେ ମୋତେ ପିନ୍ଧେଇ ଦେବୁ। ତାପରେ ମୁଁ ଦିଦିର ଅଣ୍ଟାକୁ ଗୋଟେ ହାତରେ ଧରି ମୋ ଦେହରେ ଜାବୁଡ଼ି ଧରି ଆଉ ଗୋଟେ ହାତରେ ତା ଚଡ଼ିକୁ ଖୋଲିଲି, ଆଉ ଦିଦି ପରିସ୍ରା କଲା। ତାପରେ ମୁଁ ଦିଦିକୁ ଆଣିକି ଶୁଆଇ ଦେଇ ତାକୁ ଚଡ଼ି ପିନ୍ଧେଇଲି। ଦିଦିର ବାଳୁଆ ବିୟାକୁ ଦେଖି ମୋ ଆଖିରେ ପଲକ ପଡ଼ୁନଥାଏ। ଦିଦି ଟିକେ ହସିଲା ଆଉ କହିଲା, ମୋର ଯଦି ହାତ ଗୋଡ଼ ଥାଆନ୍ତା ତାହେଲେ କ'ଣ ତୋତେ ଏତେ ସବୁ କରିବାକୁ ପଡ଼ନ୍ତା? ତାପରେ ଦିଦି କହିଲା, ବହୁତ ଗରମ ହେଉଛି, ଝାଳରେ ମୋର ସେମିଜ ଓଦା ହୋଇଗଲାଣି, ସେମିଜକୁ ଖୋଲିଦେ। ମୁଁ ଦିଦିର ସେମିଜକୁ ଖୋଲିଦେଲି। ଏବେ ଦିଦି କେବଳ ଚଡ଼ିରେ ଥାଏ। ତାପରେ ଆମେ ଶୋଇବାକୁ ଗଲୁ। ମୁଁ ଦିଦିକୁ ମୋ କୋଳରେ ଧରିକି ଶୋଇଥାଏ। ମୋର ବାଣ୍ଡ ପ୍ୟାଣ୍ଟ ଭିତରେ ଠିଆ ହୋଇ ଦିଦିର ଚଡ଼ିରେ ବାଜୁଥାଏ। ଦିଦି ଜାଣିପାରୁଥିଲା, ହେଲେ ବି କିଛି କହୁନଥାଏ। କିଛି ସମୟ ପରେ ଦିଦି କହିଲା, ମୋ ପେଟଟା କୁଣ୍ଡେଇ ଦେଲୁ। ମୁଁ ଦିଦିର ପେଟକୁ କୁଣ୍ଡେଇଲି। ତା ପେଟକୁ କୁଣ୍ଡେଇବା ବାହାନାରେ ମୁଁ ଦିଦିର ଚଡ଼ି ଉପରୁ ବିୟାରେ ହାତ ମାରିଲି। ଦିଦି କିଛି କହିଲାନି। ସେଇଠୁ ମୋର ସାହସ ବଢ଼ିଲା। ମୁଁ ମୋର ହାତକୁ ଦିଦିର ଚଡ଼ି ଉପରେ ଘଷିବାକୁ ଲାଗିଲି। ଦିଦିର ବିୟାରୁ ଲାଳ ବାହାରି ଚଡ଼ିଟା ପୁରା ଓଦା ହୋଇସାରିଥିଲା। ଦିଦି ଜୋରରେ ନିଶ୍ୱାସ ନେବାକୁ ଲାଗିଲା। ତାପରେ ମୁଁ ଦିଦିର ଚଡ଼ି ଭିତରେ ହାତ ପୁରେଇ ତା ବିୟାକୁ ଆଙ୍ଗୁଳିରେ ସଲସଲ କଲି। ତାପରେ ସିଧା ଦୁଇଟା ଆଙ୍ଗୁଳି ଦିଦିର ବିୟା ଭିତରେ ପୁରେଇ ତା ସେଣ୍ଟିରୁ ବିୟା ଭିତରକୁ ଆଙ୍ଗୁଳି ଘଷିବାକୁ ଲାଗିଲି। ମୁଁ ଆଉ ବେଶୀ ଡେରି ନ କରି ସିଧା ଦିଦିର ଚଡ଼ି ବଗରା ସବୁ ଖୋଲିକି ତାକୁ ଲଙ୍ଗଳା କରିଦେଲି, ଆଉ ତୁରନ୍ତ ତଳକୁ ଖସିଯାଇ ତା ବିୟାକୁ ଚାଟିବାକୁ ଲାଗିଲି। କିଛି ସମୟ ଚାଟିବା ପରେ ମୋର ବାଣ୍ଡକୁ ତା ବିୟାରେ ପୁରେଇ ଡେଇଁବା ଆରମ୍ଭ କଲି, ଆଉ ଦିଦିର ଦୁଧକୁ ଦୁଇ ହାତରେ ଧରିକି ଦଳି ଚାଲିଲି। ଦିଦି ଜୋର ଜୋର ଚିତ୍କାର କରି ଘିଆଁ ଖାଉଥାଏ। କିଛି ସମୟ ପରେ ମୁଁ ତଳେ ଶୋଇଲି, ଆଉ ଦିଦିକୁ ଦୁଇ ହାତରେ ଧରି ମୋର ବାଣ୍ଡ ଉପରେ ରଖି ଉଠବସ କଲି। ତାକୁ ପୁଣି ତଳେ ଶୁଆଇ ଗେହି ଚାଲିଲି। ଅଧଘଣ୍ଟା ଗେହିବା ପରେ ମୋର ସବୁ ବୀର୍ଯ୍ୟକୁ ମୁଁ ତଳେ ପକେଇଲି। ଦିଦିର ବିୟାରୁ ମଧ୍ୟ ପାଣି ବାହାରି ପଡ଼ିଲା। ତାପରେ ଆମେ ସେମିତି ଶୋଇପଡ଼ିଲୁ। ଏଇଭଳି ଆମେ ବୋଉ ଆସିବା ପର୍ଯ୍ୟନ୍ତ ଗିହାଗିହି ହେଲୁ। 4 ଦିନ ପରେ ବୋଉ ଘରକୁ ଆସିଲା, ଆଉ ମୁଁ ବୋଉକୁ ସବୁ କଥା କହିଲି। ବୋଉ ମଧ୍ୟ ଖୁସି ହୋଇଗଲା। ବୋଉ କହିଲା, 2 ଦିନ ଅପେକ୍ଷା କର, ଦିଦିକୁ ଗୋଟେ ଗିଫ୍ଟ ଦେବା। ମୁଁ କହିଲି, କ'ଣ ଦେବା? ବୋଉ କହିଲା, ଆମେ 2 ଜଣ ଦିଦି ଆଗରେ ଗିହାଗିହି ହେବା। ମୁଁ କହିଲି, ଠିକ୍ ଅଛି। 2 ଦିନ ପରେ ରାତିରେ ଆମେ ଖିଆପିଆ ସାରି ଶୋଇବାକୁ ଗଲୁ। ବୋଉ ଦିଦିକୁ କହିଲା, ତୋ ପାଇଁ ଆଜି ଗୋଟେ ଗିଫ୍ଟ ଅଛି,
ଦିଦି ମଧ୍ୟ ଖୁସି ହୋଇଗଲା। ଦିଦି ବସିଥାଏ, ବୋଉ ଆଉ ମୁଁ ଠିଆ ହୋଇଥିଲୁ। ବୋଉ ମୋତେ କୁଣ୍ଢେଇ ଧରି ଚୁମା ଦେବାକୁ ଲାଗିଲା। ଏସବୁ ଦେଖି ଦିଦି ପୁରା ଆଶ୍ଚର୍ଯ୍ୟ। ତାପରେ ମୁଁ ବୋଉର ଦୁଧକୁ ଚିପିଲି ଆଉ ବୋଉର ଲୁଗା ପଟା ଖୋଲି ତାକୁ ପୁରା ଲଙ୍ଗଳା କରିଦେଲି। ଦିଦି ଚୁପଚାପ ବସି ସବୁ ଦେଖୁଥାଏ। ତାପରେ ମୁଁ ବୋଉର ଦୁଧକୁ ଚିପିଲି ଆଉ ବୋଉକୁ ପଛରୁ କୁଣ୍ଢେଇ ଧରି ତା ବିଆରେ ଆଙ୍ଗୁଳି ପୂରେଇ ଘଷିବାକୁ ଲାଗିଲି। ଆଉ ଗୋଟେ ହାତରେ ତା ଦୁଧକୁ ଦଳୁଥାଏ। ଆଉ ଏବେ ବୋଉକୁ ନୁଆଇଁ ଦେଇ ତା ଗାଣ୍ଡିରେ ଗୋଟେ ଚାପୁଡ଼ା ମାରିଲି। ବୋଉ ଟିକେ ଚିଲେଇ ଉଠିଲା। ତାପରେ ବୋଉକୁ ପଛରୁ ତା ବିଆରେ ବାଣ୍ଡ ପୂରେଇ ମୁଁ ଠିଆ ଠିଆ ଗେହି ଚାଲିଲି। କିଛି ସମୟ ଗେହିବା ପରେ ଦିଦି କହିଲା, ମୋର ମଧ୍ୟ ଗିହା ଖାଇବାକୁ ଇଚ୍ଛା ହେଉଛି। ମୁଁ ବୋଉକୁ କହିଲି, ବୋଉ ତୁ ଏବେ କୁକୁର ଭଳି ଆଣ୍ଠେଇ ରହ। ବୋଉ ସେମିତି ଆଣ୍ଠେଇକି ରହିବା ପରେ ଦିଦିକୁ ଟେକି ଆଣି ବୋଉର ପିଠି ଉପରେ ଶୁଆଇଦେଲି। ବୋଉ ପଛରେ ଆଣ୍ଠେଇ ରହି ତା ବିଆରେ ଗେହି ଚାଲିଥାଏ ଆଉ ଦୁଇ ହାତରେ ଦିଦିର ଅଣ୍ଟାକୁ ଟେକି ତା ବିଆକୁ ମୁଁ ଚାଟିବାକୁ ଲାଗିଲି। ବୋଉ କହିଲା, ଦେଖିକି ନହେଲେ ସେ ପଡ଼ିଯିବ। କିଛି ସମୟ ବୋଉକୁ ଏମିତି ଗେହିବା ପରେ ମୁଁ ଦିଦିକୁ ତଳେ ଶୁଆଇଦେଲି ଆଉ ଦିଦିକୁ ଗେହିବାକୁ ଲାଗିଲି। ବୋଉ ଦିଦି ଉପରେ ଆଣ୍ଠେଇ ରହି ତା ଗାଣ୍ଡିକୁ ଟେକି ରଖିଲା ଆଉ ଦିଦିର ଦୁଧକୁ ପାଟିରେ ପୂରେଇ ଚୁଚୁମି ଚାଲିଲା। ମୁଁ ଦିଦିକୁ ଗେହି ଗେହି ବୋଉର ବିଆକୁ ଚାଟିବାକୁ ଲାଗିଲି। ଆମ ଘର ସାରା ପଚ୍ ପଚ୍ ଥପ୍ ଥପ୍ ଶବ୍ଦରେ ପୁରା କମ୍ପି ଉଠୁଥାଏ। କିଛି ସମୟ ଦିଦିକୁ ଗେହିବା ପରେ ମୁଁ ବୋଉର ବିଆକୁ ଚାଟି ଚାଟି ପାଣି ବାହାର କରିଦେଲି। ବୋଉ ପାଖରେ ବିଶ୍ରାମ ନେବାକୁ ଲାଗିଲା। ହେଲେ ଦିଦିର ଏ ପର୍ଯ୍ୟନ୍ତ ସରିନଥାଏ। ମୁଁ ତଳେ ଶୋଇ ଦିଦିକୁ ଦୁଇ ହାତରେ ଧରି ମୋର ବାଣ୍ଡ ଉପରେ ଉଠବସ କଲି। ଦିଦିକୁ ଦୁଇ ହାତରେ ଧରି ଉଠବସ କରୁଥିବାରୁ ଦିଦିର ଦୁଇଟା ଦୁଧ ତଳ ଉପର ହୋଇ ନାଚୁଥାଏ। ଏଇଭଳି କିଛି ସମୟ ଗେହିବା ପରେ ଦିଦିର ମଧ୍ୟ ପାଣି ବାହାରି ପଡ଼ିଲା। ତାପରେ ଦିଦି ବିଶ୍ରାମ ନେଲା। ହେଲେ ମୋର ଏପର୍ଯ୍ୟନ୍ତ ବୀର୍ଯ୍ୟ ବାହାରି ନଥାଏ। ବୋଉ ମୋ ବାଣ୍ଡକୁ ତା ପାଟିରେ ପୂରେଇ ଚୁଚୁମି ଚୁଚୁମି ବୀର୍ଯ୍ୟ ବାହାର କରିଦେଲା। ତାପରେ ମୁଁ ଟିକେ ବିଶ୍ରାମ ନେଲି। କିଛି ସମୟ ପରେ ବୋଉ ମୋର ବାଣ୍ଡକୁ ହାତରେ ହଲେଇ ହଲେଇ ଶକ୍ତ କରିଲା ଆଉ ତା ବିଆରେ ପୂରେଇ ମୋର ବାଣ୍ଡ ଉପରେ ଉଠବସ ହେବାକୁ ଲାଗିଲା। ତାପରେ ବୋଉ ଟିକେ ରହିଗଲା ଆଉ ମୁଁ ଦିଦିକୁ ତଳେ ଶୁଆଇ ତାକୁ ଗେହି ଚାଲିଲି। ଏଇଭଳି ପାଳି କରି ଦୁଇ ଜଣଙ୍କୁ ଗେହିବା ପରେ ଆମେ ତିନି ଜଣ ଝଡ଼ିଗଲୁ ଆଉ ଶୋଇପଡ଼ିଲୁ। ଏଇଭଳି ଆମେ ପ୍ରତିଦିନ ଗିହାଗିହି ହେଉ। କିଛି ଦିନ ପରେ ବାପା ମଧ୍ୟ ଘରକୁ ଆସିଲେ। ଆମେ ଦିଦି, ମୁଁ ଆଉ ବୋଉ ମିଶି ପ୍ଲାନ୍ କଲୁ ବାବାଙ୍କୁ ମଧ୍ୟ ଗିହାଗିହିରେ ସାମିଲ କରିବା ପାଇଁ। ତେଣୁ ଆମେ ଆମ କାମରେ ଲାଗିଗଲୁ। ବାବା ବହୁ ଦିନ ପରେ ଘରକୁ ଆସିଛନ୍ତି। ସେଥିପାଇଁ ଆମେ ସମସ୍ତେ ଖୁସି ଥିଲୁ। ବାପା ମଧ୍ୟ ବହୁତ ଦିନ ହେବ ବୋଉକୁ ଗେହି ନାହାନ୍ତି। ରାତିରେ ଆମେ ଶୋଇବାକୁ ଗଲୁ। କାନ୍ଥରେ ବାପା, ତାପରେ ଦିଦି ଆଉ ତା ପାଖକୁ ବୋଉ ଆଉ ବୋଉ ପଛରେ ମୁଁ ଶୋଇଥାଏ। ଶୋଇବା ବେଳକୁ ଦିଦି କହିଲା, ଆଜି ମୁଁ ବାପାଙ୍କ କୋଳରେ ଶୋଇବି। ପ୍ରଥମେ ବାପା ରାଜି ହେଉନଥିଲେ। ଦିଦି ଜିଦ୍ କରିବାରୁ ବାପା ରାଜି ହେଲେ। ତାପରେ ବାପା ଦିଦିକୁ କୋଳରେ ଧରି ଶୋଇଲେ। ବାପା ଲୁଙ୍ଗି ପିନ୍ଧିଥିଲେ। ଘର ଲାଇଟ୍ ବି ବନ୍ଦ ଥାଏ। ବାପା ଆଉ ଦିଦି ଆମ ପଟକୁ ମୁହଁ କରି ଶୋଇଥିଲେ ଆଉ ମୁଁ ବୋଉ ବାପାଙ୍କ ପଟକୁ ମୁହଁ କରି ଶୋଇଥାଏ। ଦିଦିକୁ ବାପା କୋଳରେ ଧରି ଶୋଇଥିବାରୁ ବାପାଙ୍କର ବାଣ୍ଡ ଶକ୍ତ ହେବାକୁ ଲାଗିଲା ଆଉ ଦିଦିର ଗାଣ୍ଡିରେ ଘଷି ହେଲା। କାରଣ ବାପା ବହୁତ ଦିନ ହେଲା ଗେହି ନଥିଲେ। ହେଲେ ବାପା କିଛି କରିପାରୁନଥିଲେ କାହିଁକିନା ଦିଦି ବାପାଙ୍କ କୋଳରେ ଶୋଇବାକୁ ଜିଦି କରୁଛି। ଦିଦି ମଧ୍ୟ ଟିକେ ଟିକେ ହଲଚଲ ହୋଇ ତା ଗାଣ୍ଡିକୁ ବାପାଙ୍କ ବାଣ୍ଡରେ ଘଷି ଦେଉଥାଏ, ଯାହାଫଳରେ ବାପା ନିଜକୁ ଆୟତ୍ତ କରିପାରିଲେ ନାହିଁ। ବାପା ଭାବିଲେ ଦିଦି ଆଉ ମୁଁ ଶୋଇପଡ଼ିଲୁ ବୋଲି। ବୋଉକୁ କହିଲେ ଗେହିବା ପାଇଁ। ବୋଉ ମନା କରି କହିଲା, ତାର ମାସିକ ଚାଲିଛି, ହେବନି। ଏକଥା ଶୁଣି ବାପା ଚୁପ୍ ରହିଲେ। ହେଲେ ଦିଦି ତାର କାମକୁ ଚାଲୁ ରଖିଥାଏ। ବାପା ମଧ୍ୟ ଗରମରେ ଛଟପଟ ହେଉଥିଲେ। ବାପା ଏବେ ଦିଦିକୁ କୁଣ୍ଡେଇ ଧରି ତାଙ୍କ କୋଳରେ ଚିପି ଧରିଲେ ଆଉ ତାଙ୍କର ବାଣ୍ଡକୁ ଦିଦିର ଚଡ଼ିରେ ଘଷିବାକୁ ଲାଗିଲେ। କିଛି ସମୟ ପରେ ଦିଦି ହଲଚଲ ହେଲା। ବାପା ତାକୁ ତୁରନ୍ତ ଛାଡ଼ିଦେଲେ। ଦିଦି ବାପାକୁ କହିଲା, ବାପା ଟିକେ ଅଣ୍ଟାଟା କୁଣ୍ଡେଇ ଦେଲ। ବାପା ଦିଦିର ସେମିଜକୁ ଟେକି ତା ଅଣ୍ଟାକୁ କୁଣ୍ଡେଇଲେ। ତାପରେ ଦିଦି କହିଲା, ବାପା ଟିକେ ତଳିପେଟଟା ବି କୁଣ୍ଡେଇ ଦିଅ। ବାପା ଦିଦିର ଚଡ଼ିକୁ ଟିକେ ତଳକୁ ଖସେଇ ତା ପେଟକୁ କୁଣ୍ଡେଇଲେ। ଯେତେବେଳେ ବାପା ଦିଦିର ତଳପେଟକୁ କୁଣ୍ଡେଇଲେ, ବାପାଙ୍କର ଆଙ୍ଗୁଳିରେ ଦିଦି ବିଆର ବାଳ ବାଜିଲା। ସେତେବେଳେ ବାପାଙ୍କୁ ଟିକେ ଅଲଗା ପ୍ରକାର ଲାଗିଲା। ତାପରେ ଦିଦି ଶୋଇବା ଭଳି ନାଟକ କଲା। ଦିଦି ଶୋଇଲା ପରେ ବାପା ଧୀରେ ଧୀରେ ଦିଦିର ଚଡ଼ି ଭିତରେ ହାତ ପୂରେଇ ତା ବିଆକୁ ହାତ ମାରିଲେ। ଦିଦି କିଛି କହିଲାନି। ତାପରେ ବାପାଙ୍କର ସାହସ ବଢ଼ିଗଲା ଆଉ ବାପା ଦିଦିର ଦୁଧକୁ ସେମିଜ ଉପରୁ ଦଳେଇବାକୁ ଲାଗିଲେ। ବାପାଙ୍କର ବାଣ୍ଡ ପୁରା ଅସମ୍ଭାଳ ହୋଇଉଠିଲା। କାହିଁକିନା ନିଜ ଝିଅ ସହ ଏମିତି କରୁଥିବାରୁ ସେ ଭୟ ଆଉ ଆନନ୍ଦ ମିଶା ଶିହରଣରେ ସେ ପୁରା ଶିହରି ଉଠୁଥିଲେ। ତାପରେ ବାପା ଆଉ ବେଶୀ ଡେରି ନକରି ଦିଦିର ଚଡ଼ିକୁ ଖୋଲି ଲଙ୍ଗଳା କରିଦେଲେ ଆଉ ପଛପଟରୁ ଦିଦିର ବିଆକୁ ଆଡ଼େଇ
ତାଙ୍କର ଲୁଙ୍ଗିକୁ ଖୋଲି ଦେଇ ବାଣ୍ଡକୁ ଘଷିବାକୁ ଲାଗିଲେ। ଦିଦି ମଧ୍ୟ ଧୀରେ ଧୀରେ ଗରମ ହେବାକୁ ଲାଗିଲା ଆଉ ତା ପାଟିରୁ ଧୀରେ ଧୀରେ ଶବ୍ଦ ବାହାରିଲା। ତାପରେ ବାପା ଦିଦିର ବିଆରେ ବାଣ୍ଡ ଘଷି ଘଷି ବିଆକୁ ଲାଳୁଆ କରିଦେଲେ ଆଉ ଦିଦି ବିଆରେ ବାଣ୍ଡ ପୁରେଇବାକୁ ଚେଷ୍ଟା କଲେ। ବାପାଙ୍କ ବାଣ୍ଡଟା ଦିଦି ବିଆରେ ପଶିଲା ପରେ ବାପା ଦିଦିକୁ କୁଣ୍ଢେଇ ଧରି ଧୀରେ ଧୀରେ ଘେଇବାକୁ ଲାଗିଲେ ଆଉ ଦିଦିର ଦୁଧ ଚିପିବାକୁ ଲାଗିଲେ। ତାପରେ ସେ ସ୍ପିଡ୍ ବଢ଼େଇ ଦେଲେ। ତାପରେ ବୋଉ ମୋତେ ଇସାରା କରିଦେଲା। ହଠାତ୍ ଦିଦି ଚିଲେଇ ଉଠିଲା ଆଉ କହିଲା, ବାପା ତମେ ଇଏ କ'ଣ କରୁଛ? ମୁଁ ତୁରନ୍ତ ଲାଇଟ୍କୁ ଲଗେଇ ଦେଲି। ସେତେବେଳକୁ ବାପା ଲଙ୍ଗଳା ହୋଇ ଦିଦିର ବିଆରେ ବାଣ୍ଡ ପୁରେଇକି ରଖିଛନ୍ତି। ବୋଉ ବାପାଙ୍କ ସହ ଝଗଡ଼ା କଲା। ବାପା କିଛି କହିପାରୁ ନଥିଲେ। ତାଙ୍କର ବାଣ୍ଡ ପୁରା ଝାଉଁଳିଗଲା। କିଛି ସମୟ ମିଛରେ ଝଗଡ଼ା କଲା ପରେ ବୋଉ କହିଲା, ତମେ ଯଦି ବାପା ହୋଇ ଝିଅକୁ ଘେଇ ପାରୁଛ, ମୁଁ ବି ମୋ ପୁଅ ସାଙ୍ଗରେ ଗିଆଘେଇ କରିବି। କହିକି ତୁରନ୍ତ ମୋତେ ଲଙ୍ଗଳା କରିଦେଲା ଆଉ ମୋର ବାଣ୍ଡକୁ ପାଟିରେ ପୁରି ଚଷିବାକୁ ଲାଗିଲା। ବାପା ବୋଉର ଏଇ କାଣ୍ଡ ଦେଖି ତାଙ୍କ ବାଣ୍ଡ ପୁଣି ଶକ୍ତ ହୋଇ ଉଠିଲା, ହେଲେ ସେ କିଛି କହୁନଥିଲେ। ତାପରେ ବୋଉ ମୋତେ ତଳେ ଶୁଆଇ ଦେଇ ମୋ ବାଣ୍ଡ ଉପରେ ବସି ଉଠ ବସେଇଲା। ବାପା କହିଲେ, ଯାହା ହେଲା ହେଲା, ଆଉ କ'ଣ ବାକି ଅଛି ଯେ? ଏତିକି କହି ପୁଣି ସେ ଦିଦିକୁ ଘେଇବାକୁ ଲାଗିଲେ। ତାପରେ ବୋଉ ମୋର ବାଣ୍ଡ ଉପରୁ ଉଠି ବାପାଙ୍କୁ ଭିଡ଼ି ତଳେ ଶୁଆଇଲା ଆଉ ତାଙ୍କ ପାଟି ଉପରେ ବିଆକୁ ମାଡ଼ିକି ବସିଗଲା ଆଉ କହିଲା, ତମେ ବାପ ଝିଅ ଯଦି ଘିଆଘି ହୋଇପାରିବ, ଆମେ ମା ପୁଅ ଯଦି ଘିଆଘି ହୋଇପାରିବୁ, ତାହେଲେ ସେମାନେ ଭାଇ ଭଉଣୀ ଘିଆଘି ହେଇପାରିବେନି କାହିଁକି? ମୋତେ ବୋଉ କହିଲା, ଜୋରରେ ପୁଅ, ତୋ ଭଉଣୀକୁ ଘେଇବୁ ଯା। ବୋଉ ବାପାଙ୍କ ମୁହଁ ଉପରେ ବସି ବାପାଙ୍କୁ ବିଆ ଛଟାଉଥାଏ। ମୁଁ ଆସି ଦିଦିର ବିଆରେ ମୋର ବାଣ୍ଡ ପୁରେ ଘେଇବାକୁ ଲାଗିଲି। କିଛି ସମୟ ପରେ ଆମେ ଚାରିଜଣ ଭିତରେ ସମ୍ପର୍କ ବନ୍ଧନ ଆଉ ଲାଜ ସରମ ସବୁ ଛାଡ଼ିଗଲା। ମୁଁ ଯାଇ ବୋଉ ସାମ୍ନାରେ ଠିଆ ହୋଇଗଲି। ବୋଉ ତା ବିଆକୁ ବାପାଙ୍କ ମୁହଁରେ ଘଷୁଥାଏ ଆଉ ମୋ ବାଣ୍ଡକୁ ପାଟିରେ ପୁରେଇ ଚଷୁଥାଏ। ତାପରେ ବୋଉ ବାପାଙ୍କ ବାଣ୍ଡକୁ ତା ବିଆରେ ପୁରେଇ ବାପା ଉପରେ ଶୋଇଗଲା ଆଉ ମୁଁ ଦିଦିକୁ ଟେକି ଆଣି ବୋଉର ପିଠିରେ ଶୁଆଇ ଦେଇ ଦିଦିର ବିଆରେ ଘେଇ ଚାଲିଲି ଆଉ ବାପା ତଳପଟୁ ଗାଣ୍ଡି ଉଠେଇ ଉଠେଇ ବୋଉକୁ ଘେଉଥାନ୍ତି। କିଛି ସମୟ ପରେ ମୁଁ ତଳେ ଶୋଇଲି ଆଉ ବୋଉ ମୋ ବାଣ୍ଡକୁ ବିଆରେ ପୁରେଇ ମୋ ଉପରେ ଝୁଙ୍କି ପଡ଼ିଲା ଆଉ ବାପା ଦିଦିକୁ ବୋଉ ପିଠି ଉପରେ ଶୁଆଇ ତାକୁ ଘେଇ ଚାଲିଲେ। ମୁଁ ତଳୁ ବୋଉକୁ ଘେଇ ଚାଲିଲି। ତାପରେ ବାପା ଦିଦିକୁ ଦୁଇ ହାତରେ ଟେକି ଧରି ଦିଦିର ବିଆରେ ବାଣ୍ଡ ପୁରେଇ ଠିଆ ଠିଆ ଘେଇ ଚାଲିଲେ। ମୁଁ ବୋଉକୁ ଏପଟେ କୁକୁର ଭଳି ଆଣ୍ଠେଇ ଘେଇବାକୁ ଲାଗିଲି। ଏଇଭଳି ଭାବରେ ଘଣ୍ଟାଏ କାଳ ଘିଆଘେଇ ହେବା ପରେ ଆମେ ସବୁ ଝଡ଼ିଗଲୁ। ବାପା କହିଲେ, ତାହେଲେ ତୁମେ ସବୁ ଆଗରୁ ଘିଆଘି ହୋଇସାରିଛ? ଆମେ କହିଲୁ, ହଁ, ଖାଲି ତମେ ବାକି ଥିଲ। ଦର୍ଶକ ବନ୍ଧୁ, କାହାଣୀଟା କେମିତି ଲାଗିଲା କମେଣ୍ଟ ସେକ୍ସନରେ ଆପଣମାନେ ଆପଣଙ୍କ ମତାମତ ନିହାତି ଜଣାନ୍ତୁ। ଆଉ ହଁ, ଟେଲିଗ୍ରାମ ଚ୍ୟାନେଲରେ ଜଏନ୍ ହେବାକୁ ଜମାରୁ ଭୁଲିବେନି। ଲିଙ୍କ ଏହି ଭିଡ଼ିଓର କମେଣ୍ଟ ସେକ୍ସନରେ ପିନ୍ ଅଛି। ରହୁଛି, ଧନ୍ୟବାଦ।